ଯିବା ଆଗାମୀ କଥାକୁ ବଢେଇ ନେବା ପାଇଁ। ହରେ କୃଷ୍ଣ। ସମସ୍ତଙ୍କ ଶ୍ରୀ ଚରଣରେ ମୋର ଶତକୋଟି ଦଣ୍ଡବତ ପ୍ରଣାମ। ଉପସ୍ଥିତ ଥିବା ସମସ୍ତ ବୈଷ୍ଣବ ବୈଷ୍ଣବୀ ଏବଂ ଗୁରୁଜନ ବର୍ଗଙ୍କୁ ମୋର ଦଣ୍ଡବତ ପ୍ରଣାମ। ମୋର ଆରାଧ୍ୟ ପିତା ଶ୍ରୀପାଦ ଭଦ୍ରଚାରୁ ପ୍ରଭୁଙ୍କ ଚରଣରେ ମୋର ପ୍ରଣାମ। ମୋର ନିତ୍ୟ ବନ୍ଦନୀୟ ପଦ୍ମପାଣି ପ୍ରଭୁଙ୍କ ଚରଣରେ ମୋର ଦଣ୍ଡବତ ପ୍ରଣାମ। ଆଚାର୍ଯ୍ୟ ହରିଦାମ ପ୍ରଭୁଙ୍କ ଚରଣରେ ମୋର ଦଣ୍ଡବତ ପ୍ରଣାମ। ଏବଂ ଶୁଭାକାଂକ୍ଷୀ ମୋର ଭକ୍ତପ୍ରାଣ ପ୍ରଭୁଙ୍କ ଚରଣରେ ଦଣ୍ଡବତ ପ୍ରଣାମ ଏବଂ ଶ୍ରୀପାଦ ଦେବାନନ୍ଦ ଶ୍ରୀପତି ପ୍ରଭୁଙ୍କ ଚରଣରେ ମୋର ଦଣ୍ଡବତ ପ୍ରଣାମ। ହରେ କୃଷ୍ଣ ପ୍ରଭୁ, ମୋର ଗୋଟିଏ କହିବାର ଥିଲା ପ୍ରଭୁ, କହିଥାନ୍ତି ତାପରେ ଆରମ୍ଭ କରିବି। ଆଜ୍ଞା ଆଜ୍ଞା ପ୍ରଭୁ, ମୁଁ ତ ଦିଟା ଶ୍ଲୋକକୁ ନେଇକି କହିଥାନ୍ତି, କାହିଁକି ୟା ପରେ ଯୋଉ ଦିଟା ଶ୍ଲୋକ ଅଛି ସେଇଟା ପୁରା ଦିଟା କନେକ୍ଟେଡ ଅଛି ତ, ତେଣୁ ଗୋଟେ କହିଦେଲେ ସେଟା ଅଧା ଅଧୁରା ଟାଇପରେ ହେଇଯିବ। ତେଣୁ ମୁଁ ସେଇ ଭାବରେ ପ୍ରସ୍ତୁତ ହେଇଥିଲି। ତ ମତେ ଆଉ ବେଶୀ ନା ଅଳ୍ପ ଆଉ 5 ମିନିଟ ଅଧିକ ନାଇଁ, କିଛି ଅସୁବିଧା ନାହିଁ, କୁହନ୍ତୁ 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 ଏଜ ୟୁ ଲାଇକ୍। ଆଜ୍ଞା ଆଜ୍ଞା। नमो विष्णुपादाय कृष्णपृष्ठाय भूतले श्रीमते जय पताका स्वामी नामिने। नमो आचार्यपादाय निताय कृपा प्रदायिने गौरकथा धामदाय नगर ग्रामतारिणे। नमो विष्णुपादाय कृष्णपृष्ठाय भूतले श्रीमते भक्ति वेदांत स्वामी नामिने। नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। नारायणं नमस्कृतं नरं चैव नरोत्तमं देवी सरस्वती व्यास ततो जयमुदीरये। मूकं करोति वाचालं पङ्गुं लङ्घयते गिरिं यत्कृपां वन्दे परमानन्दमाधव। नष्टप्रायेषु अभद्रेषु नित्यं भागवत सेवया भागवत उत्तम श्लोके भक्तिर्भवति नैष्ठिकी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे 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 राम 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 हरे हरे। जगत गुरु श्रील प्रभुपाद की जय। गुरुदेव महाराज की जय। हरे कृष्ण। आमे काली 36 नंबर श्लोक पर्यंत जाइतिलु जे सेही श्लोकरे पितामह भीष्म कहउचंती जे आपण अर्जुन को श्रीमद् भगवत गीतार बाणी दे ए सारा जगत को अर्जुनकर माध्यम रे सारा जगत को आपण भगवत गीतार बाणी देइचंती, जा द्वारा बद्ध जीव मानक मिथ्या शरीर धारण मुक्त करने निमित्त एवं भगवान को सहित आत्मार थिबा नित्य शाश्वत संबंध को पुनः स्थापन करिया पई आपण ए भगवत गीता को बाणी को प्रदान करचंती, जोंटा कि समस्त विश्वर समस्त बद्ध जीव मानकर कल्याणार्थे एवं कल्याण पई आपण ए श्रीमद् भगवत गीता को प्रदान करचंती। आपरे हमें 37 नंबर श्लोक को बुझिबा। 37 नंबर श्लोक रे पितामह भीष्म कहउचंती, स्तुति करचंती। स्वनिगममपहाय मत्प्रतिज्ञा मृतमधिकर्तुमवाप्लुता रथस्था धृतरथचरणो भयाच्चलाग्रो हरिरिवहन्तुमिवं गतो तरीया। स्वनिगमम निजर सत्यवादिता अपहाय त्याग करी मत प्रतिज्ञा मोर प्रतिज्ञा
ପ୍ରେତମ ମାନେ ସତ୍ୟ ଅଧିକ କର୍ତ୍ତୁମ କରିବା ପାଇଁ ଅପଲୁତ ତଳକୁ ଓହ୍ଲାଇ ରଥସ୍ଥ ରଥରୁ ଦ୍ରୁତ ଧାରଣ କରି ରଥ ଚରଣ ଚକ ଅଭ୍ୟଜାତ ଶୀଘ୍ର ଦୌଡ଼ି ଆସିଲେ ଚଲଦ୍ଗୁ ପୃଥିବୀ କମ୍ପାଇ ହରି ସିଂହ ଇବ ପରି ହନ୍ତମ ହତ୍ୟା କରିବାକୁ ଇବଂ ହସ୍ତି ଗତ ତ୍ୟାଗ କରି ଉତ୍ତରୀୟ ଚଦର। ଅନୁବାଦ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅସ୍ତ୍ର ଗ୍ରହଣ ନ କରିବା ପାଇଁ ପ୍ରତିଜ୍ଞା କରିଥିଲେ ଏବଂ ମୁଁ ତାଙ୍କୁ ଶସ୍ତ୍ର ଧାରଣ କରାଇବି ବୋଲି ପ୍ରତିଜ୍ଞା କରିଥିଲି। ସେ ମାନେ ଭଗବାନ ମୋର ଅଭିଳାଷ ପୂର୍ଣ୍ଣ କରିବା ନିମିତ୍ତ ତାଙ୍କର ପ୍ରତିଜ୍ଞା ଭାଙ୍ଗି ପକାଇଲେ ଯେତେବେଳେ ମୁଁ ଅର୍ଜୁନଙ୍କ ଉପରେ ସର ବର୍ଷା କରି ଅତି ଅସ୍ତବ୍ୟସ୍ତ କରି ପକାଇଲି। ସେତେବେଳେ ସେ ଭକ୍ତ ବାତ୍ସଲ୍ୟ ଯୋଗୁଁ ରଥରୁ ତଳକୁ ଡେଇଁ ପଡ଼ିଲେ। ସିଂହ ଯେପରି ହାତୀକୁ ମାରିବା ପାଇଁ ଧାଇଁ ଆସେ ଠିକ୍ ସେହିପରି ରଥର ଚକ ଧରି ମୋ ଆଡ଼କୁ ଧାଇଁ ଆସିଲେ। ସେ ସମୟରେ ସେ ଏତେ ବେଗରେ ଦୌଡ଼ି ଆସୁଥିଲେ ଯେ ତାଙ୍କର ସ୍କନ୍ଧରୁ ଚଦର ଖସି ପଡ଼ିଲା ଏବଂ ପୃଥିବୀ କମ୍ପି ଉଠିଲା। ତାପରେ ଶ୍ଲୋକ 38ଟା ପଢିବି, ତାର ଶବ୍ଦାର୍ଥ ଏବଂ ଅନୁବାଦ ପଢିକି ତାପରେ ଭାବାର୍ଥଟା କହିବି ପ୍ରଭୁ ଏକା ସାଙ୍ଗରେ। ଶୀତ ବିଶିଖାହତ ବିଶୀର୍ଣ୍ଣ ଦଂଶ କ୍ଷତଜ ପରିପ୍ଲୁତ ଆତତା ଇନୋ ମେ ପ୍ରସବମ ବିଶସା ମಧ್ವಧಾತಂ সভবতু মে ভগবান গতি মুকুন্দা। শীত মানে তীক্ষ্ণ, বিশিখ সর, হত আহত, বিচ্ছিন্ন দংশ ভগ্ন কবচ, ক্ষতচ ক্ষত দ্বারা, পরিপ্লুত রক্ত জর্জরিত, আততায়ীন আততায়ী, মে ମୋର, ପ୍ରସଭମ କ୍ରୋଧଯୁକ୍ତ ମତିରେ, ଅଭିଶସାର ଦୌଡ଼ିବାକୁ ଲାଗିଲେ, ସତ୍ ବଦ ଅର୍ଥମ ମତେ ବଧ କରିବା ଉଦ୍ଦେଶ୍ୟରେ, ସେ ମାନେ ଭଗବାନ, ଭବତୁ ହୁଅନ୍ତୁ, ମେ ମୋର, ଭଗବାନ ପରମ ପୁରୁଷ ଭଗବାନ, ଗତି ଚରମ ଗତି, ମୁକୁନ୍ଦ ଯେ ମୁକ୍ତି ପ୍ରଦାନ କରନ୍ତି। ଅନୁବାଦ ମୁକ୍ତି ପ୍ରଦାନକାରୀ ଭଗବାନ ଶ୍ରୀକୃଷ୍ଣ ମୋର ପରମ ଗତି ହୁଅନ୍ତୁ। ସେ ଯୁଦ୍ଧ ଭୂମିରେ ମୋ ପରି ଏକ ଆତତାୟୀ ଅନେକ ତୀକ୍ଷ୍ଣ ବାଣ ମାରି ତାଙ୍କର ଶରୀରର କବଚ ଭାଙ୍ଗି ପକାଇଥିଲା, ଯଦ୍ୱାରା ତାଙ୍କର ସମଗ୍ର ଶରୀର ରକ୍ତାକ୍ତ ହୋଇଯାଇଥିଲା। ପୁନଶ୍ଚ ଅର୍ଜୁନଙ୍କର ନିବାରଣ ସତ୍ତ୍ୱେ ସେ କ୍ରୋଧପୂର୍ବକ ମତେ ବଧ କରିବା ନିମିତ୍ତ ମୋ ଆଡ଼କୁ ଦୌଡ଼ି ଆସିଥିଲେ। ତ ପ୍ରଥମ ଶ୍ଲୋକରେ କଣ ହେଇଛି ଯେ ଭଗବାନଙ୍କୁ ଭୀଷ୍ମ ଯେତେବେଳେ ସରସାଇରେ ସାଇତ ଅଛନ୍ତି ଏବଂ ତାଙ୍କର ମାନସ ପଟରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସ୍ତୁତି କରୁ କରୁ ତାଙ୍କର ଯୁଦ୍ଧ କ୍ଷେତ୍ରରେ ଯୋଉ ଲୀଳା କରିଥିଲେ ଭଗବାନଙ୍କୁ ଯେତେବେଳେ ସେ ସର ଦ୍ୱାରା କ୍ଷତ ବିକ୍ଷତ କରିଛନ୍ତି, ତାଙ୍କର ପ୍ରତିଜ୍ଞା ପାଇଁ ଭଗବାନ ନିଜ ପ୍ରତିଜ୍ଞାକୁ ଭାଙ୍ଗିଛନ୍ତି, ଭଗବାନ କେମିତି ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ରଥରୁ କୁଦିଛନ୍ତି, ହସ୍ତି ବେଳେ କୁଦିଛନ୍ତି, ସିଂହ ବେଳେ କୁଦିକି କେମିତି ପିତାମହ ଭୀଷ୍ମଙ୍କ ଆଡ଼କୁ ଆକ୍ରୋଶ ହେଇକି ତାଙ୍କୁ ମାରିବା ଉଦ୍ଦେଶ୍ୟରେ ଯାଇଛନ୍ତି। ଏଇ ଯୋଉ ସମସ୍ତ ନୀଳା ଏଇ 2ଟି ଶ୍ଲୋକରେ ମିଶିକି ଅଛି। ଆମେ ବର୍ତ୍ତମାନ ଏକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ପାଇଁ ଚେଷ୍ଟା କରିବା। ପ୍ରଭୁ ହରେ କୃଷ୍ଣ, ସମସ୍ତଙ୍କ ଚରଣରେ ମୋର ଦଣ୍ଡବତ ପ୍ରଣାମ। ମତେ ଆପଣ ମାନେ କୃପା କରିବେ ପ୍ରଭୁ। ସ୍ୱନିଗମ ମପହାର ମତ ପ୍ରତିଜ୍ଞା। ସ୍ୱନିଗମ ଅର୍ଥାତ୍ ନିଜର ନିଗମ ମାନେ ପ୍ରତିଜ୍ଞା, ସତ୍ୟବାଦିତା, ନିଜର ସତ୍ୟବାଦିତା ପାଇଁ ବା ନିଜର ପ୍ରତିଜ୍ଞା ପାଇଁ ଆପଣ ମୋ ପ୍ରତିଜ୍ଞାକୁ ମୋ ନିଜର ସତ୍ୟବାଦିତା ପାଇଁ ବା ନିଜର ପ୍ରତିଜ୍ଞା ପାଇଁ ଆପଣଙ୍କ କଣ କଲେ, ମୋ ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ଆପଣ ନିଜ ପ୍ରତିଜ୍ଞାକୁ ଭାଙ୍ଗିଲେ ଏବଂ ଆପଣ କଣ କଲେ ନା ଆପଣ ଭକ୍ତର ପ୍ରତିଜ୍ଞାକୁ ରକ୍ଷା କରିବା ଏବଂ ଭକ୍ତର ଶରୀରକୁ ରକ୍ଷା କରିବା ପାଇଁ ଆପଣ ରଥର ଚକ ନେଇ ମୋ ଆଡ଼କୁ ଦୌଡ଼ି ଆସିଛନ୍ତି। ଆପଣଙ୍କର ଉତ୍ତରୀ ପୃଥିବୀରେ ପଡ଼ିଯାଇଛି ଆପଣଙ୍କର ସ୍କନ୍ଧରୁ। ଏଇ ଛବିକୁ ପ୍ରଭୁ ମୋର ମନ ମୁଗ୍ଧ କରିଛି। ଏଇ ଯୋଉ ଆପଣଙ୍କର ସୁନ୍ଦର ଛବି ମୋର ମନକୁ ମୋହିଛି ପ୍ରଭୁ। ସେଇ ଦିନର କଥା। ଏଇ ଶ୍ଲୋକକୁ ବୁଝିବାକୁ ହେଲେ ଟିକେ ଆମେ ଯୁଦ୍ଧର କିଛି କଥାକୁ ଜାଣିବା ପାଇଁ ଚେଷ୍ଟା କରିବା। ଯୋଉ ମହାଭାରତ ଯୁଦ୍ଧ ବିଷୟରେ କିଛି ଜାଣିବା। ସେଇ ଦିନର କଥା, ଯୋଉ ଦିନ ମହାଭାରତ ଯୁଦ୍ଧ 8 ଦିନ ବିତି ଯାଇଛି। 8 ଦିନ ବିତି ଯିବା ପରେ ଦୁର୍ଯ୍ୟୋଧନ ଖୁବ ହତାଶ ହେଇପଡ଼ିଛନ୍ତି।
এই 8 ଦିନର ଯୁଦ୍ଧରେ ଦୁର୍ଯ୍ୟୋଧନ ତାଙ୍କର 80 ଭାଇଙ୍କୁ ମାନେ ପ୍ରତିଦିନ ତାଙ୍କର 10 ଜଣ ଭାଇଙ୍କୁ ବଧ କରାଯାଇଥିଲା ଏବଂ ଏଇ ଯୁଦ୍ଧରେ ମାନେ 8 ଦିନରେ ସେ 80 ଭାଇଙ୍କୁ ତାଙ୍କର ହତ ହବାର ସେ ଦେଖିଛନ୍ତି ଏବଂ ପାଣ୍ଡବମାନଙ୍କର କୌଣସି କ୍ଷତି କିଛି ହେଇନି। ତ ଏଇ ଯୋଉ ସିଚୁଏସନ ଟାକୁ ଯେତେବେଳେ ଦୁର୍ଯ୍ୟୋଧନ ଦେଖିଛନ୍ତି 8 ଦିନ ଯୁଦ୍ଧରେ ସେ ଅତ୍ୟନ୍ତ ବିବ୍ରତ ହେଇ ପଡିଛନ୍ତି ଏବଂ ସେ ହତାଶ ହେଇ ପିତାମହଙ୍କ ଶିବିରକୁ ଯାଇଛନ୍ତି। 8 ଦିନ ଯୁଦ୍ଧର ରାତିରେ ସେ ପିତାମହଙ୍କ ଶିବିରକୁ ଯାଇଛନ୍ତି। ଶିବିରରେ ପିତାମହଙ୍କୁ ଦେଖି ପିତାମହଙ୍କୁ ବହୁତ ଭର୍ସନା କରିଛନ୍ତି ଏବଂ ବହୁ କଟୁ ବଚନରେ ସେ ତାଙ୍କୁ ଗାଳି ଦେଇଛନ୍ତି ଏବଂ ସେ କହିଛନ୍ତି ପିତାମହ ମୁଁ ଜାଣିନାହିଁ ଆପଣ ଚାହିଁଲେ ତ ପ୍ରଥମ ଦିନରେ ଆପଣ ପାଣ୍ଡବମାନଙ୍କୁ ବିନାଶ କରିଦେବେ କିନ୍ତୁ ଆପଣ ସର୍ବ ସାମର୍ଥ୍ୟ ହତେ ହୁଏ ଅର୍ଥାତ ଆପଣ ସମର୍ଥବାନ ହେଇକି ବି ଆପଣ ପାଣ୍ଡବମାନଙ୍କୁ ମାରୁନାହାନ୍ତି, ଆପଣ ପାଣ୍ଡବମାନଙ୍କୁ ମାରିବା ପାଇଁ ଚେଷ୍ଟା କରୁନାହାନ୍ତି ଆଉ ଆପଣ ଜାଣି ବୁଝି ପାଣ୍ଡବମାନଙ୍କର ସାଥ ଦଉଛନ୍ତି, ଆପଣ ଜାଣି ଶୁଣି ପାଣ୍ଡବମାନଙ୍କର ପକ୍ଷ ନେଉଛନ୍ତି ଆଉ ମୁଁ ପରା ଆପଣଙ୍କୁ ମୁଁ ମୋର ସେନାର ସେନାଧ୍ୟକ୍ଷ ବନେଇଛି, ସେନାପତି ବନେଇଛି ଆଉ ଆପଣ ମୋ ପକ୍ଷରେ ରହିକି ଆପଣ ଶତ୍ରୁ ପକ୍ଷର କଲ୍ୟାଣ ଚାହୁଁଛନ୍ତି, ପାଣ୍ଡବ ମାନଙ୍କର ଆପଣ ପ୍ରେମ କରୁଛନ୍ତି ଆଉ ମୁଁ ଆପଣଙ୍କୁ କେତେ ବଡ ମାନେ ଦାୟିତ୍ୱ ଦେଇଛି, ମୁଁ ଏକଦମ ଚିନ୍ତାମୁକ୍ତ ରହିଛି ଆପଣ ପାଣ୍ଡବ ମାନଙ୍କୁ ନାଶ କରିବେ କିନ୍ତୁ ଆପଣ ତାହା ନକରି ଆପଣ ଅନ୍ତରାଳରେ ପାଣ୍ଡବ ମାନଙ୍କୁ ପକ୍ଷ ନେଉଛନ୍ତି ପାଣ୍ଡବ ମାନଙ୍କର ଏ କଥା ଏବଂ ଶେଷରେ ଯୋଉ କଥାଟା କହିଛନ୍ତି ଦୁର୍ଯ୍ୟୋଧନ ଶେଷରେ କହିଛନ୍ତି ଆପଣ ମୋରି ପକ୍ଷରେ ରହିଛନ୍ତି, ମୋରି ଦ୍ଵାରା ପ୍ରତିପାଳିତ ହଉଛନ୍ତି ଏବଂ ଯୋଉ ଥାଳିରେ ଖାଉଛନ୍ତି ସେଇ ଥାଳିରେ ଛିଦ୍ର କରୁଛନ୍ତି। ଏଇ କଥାଟା ଯେତେବେଳେ ପିତାମହ ଭୀଷ୍ମ ଦୀର୍ଘ 400 ବର୍ଷ ତାଙ୍କ ଜୀବନ କାଳ ଭିତରେ ଏଇଭଳି ଏତେ ଘୃଣ୍ୟ କଥା ବା ଏତେ କଟୁ ବଚନ ସେ କାହା ପାଖରେ ଶୁଣି ନଥିଲେ ଏବଂ ତେଣୁ ଯେତେବେଳେ ସେ ଏଇ କଥାଟି ସେ ଶୁଣିଛନ୍ତି ଦୁର୍ଯ୍ୟୋଧନଙ୍କୁ କହିଛନ୍ତି ବାସ୍ ବାସ୍ ଯୁବରାଜ ବାସ୍ ତମେ ଏକଦମ ଗୋଟିଏ ଶବ୍ଦ ଉଚ୍ଚାରଣ କରିବନି, ତମେ ମତେ ଏମିତି ଆଉ କୋଉଦିନ କହିବନି ଆଉ ତମେ ଭାବୁଛ କଣ ମୁଁ ପାଣ୍ଡବ ମାନଙ୍କୁ ଇଚ୍ଛା କରି ପାଣ୍ଡବ ମାନଙ୍କୁ ମାରୁନି, ବାସ୍ ଠିକ ଅଛି ତେବେ ମୁଁ ଆଜି ତମ ଆଗରେ ପ୍ରତିଜ୍ଞା ନଉଛି ଯେ ଆଜି ମୁଁ ପ୍ରତିଜ୍ଞା ନଉଛି ଯେ କାଲିକର ଯୁଦ୍ଧରେ 9ମ ଦିନ ଯୁଦ୍ଧରେ ମୁଁ ପାଣ୍ଡବ ମାନଙ୍କୁ ହତ୍ୟା କରିବି, ପାଣ୍ଡବ ମାନ ସମସ୍ତଙ୍କୁ ବି ହତ୍ୟା ନ କରିପାରିଲେ ଅର୍ଜୁନଙ୍କୁ ତ ହତ୍ୟା କରିବି ହିଁ କରିବି, ଏ ମୋର ଭୀଷଣ ପ୍ରତିଜ୍ଞା। ମୁଁ ଗଙ୍ଗାପୁତ୍ର ଭୀଷ୍ମ କହୁଛି ମୁଁ କାଲି 9ମ ଦିନରେ ପାଣ୍ଡବ ମାନଙ୍କୁ ହତ୍ୟା କରିବି। ହଁ ଦୁର୍ଯ୍ୟୋଧନ ଟିକେ ରୁହ, ଆଉ ଗୋଟେ କଥା କହୁଛି ତମେ କାଲି ମାନେ ଆଜି ତ ରାତିରେ ଆସିଛ ମାନେ 8ମ ଦିନ ରାତିରେ ସେ ଯାଇଛନ୍ତି ପିତାମହ ଭୀଷ୍ମ ପାଖକୁ, କାଲି ସକାଳେ ତମେ ତମର ପତ୍ନୀ ଭାନୁମତୀଙ୍କୁ ମୋ ପାଖକୁ ମୋ ଶିବିରକୁ ପଠେଇଦେବ, ମୁଁ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିବି। ଏହି କଥା ଶୁଣିବା ମାତ୍ରେ ଦୁର୍ଯ୍ୟୋଧନ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି ଏବଂ ଖୁବ ଆନନ୍ଦରେ ପିତାମହ ଭୀଷ୍ମଙ୍କ ପାଖରୁ ପ୍ରତ୍ୟାଖ୍ୟାନ ମାନେ ସେଠୁ ଶିବିରରୁ ସେ ଚାଲିଗଲେ। ତାପରେ ପିତାମହ ଏହାପରେ ଯେହେତୁ ଯୁଦ୍ଧର ଶ୍ରମ ଥିଲା ପରିଶ୍ରମ ଥିଲା ପିତାମହ ତାପରେ ବିଶ୍ରାମ କରିଛନ୍ତି। ଏପଟେ ପାଣ୍ଡବ ମାନେ ବି ଯୁଦ୍ଧର ଯୋଉ କଷ୍ଟ ପରିଶ୍ରମ ସେମାନେ ବି ରାତିରେ ତ ସମସ୍ତେ ଶୋଇବେ, ସେମାନେ ଶୋଇଛନ୍ତି, ଦୁର୍ଯ୍ୟୋଧନ ତ ଖୁବ ଆନନ୍ଦରେ ଶୋଇଗଲେ। ତାପରେ କଣ ହେଇଛି ଅନ୍ତର୍ଯାମୀ ଯେ କୃଷ୍ଣ ସେ ତ ସବୁ ଜାଣିପାରନ୍ତି, ସେ ହଠାତ୍ ପାଣ୍ଡବ ମାନଙ୍କ ପାଖକୁ ଆସିଛନ୍ତି ଏବଂ ପାଣ୍ଡବ ମାନଙ୍କ ପାଖକୁ ଆସି ପାଣ୍ଡବ ମାନଙ୍କୁ କହିଛନ୍ତି ଉଠ 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 ହେ ଯୁଧିଷ୍ଠିର ଭୀମ ଅର୍ଜୁନ ନକୁଳ ସହଦେବ ତମ ମାନେ ଉଠ ଉଠ। ସେତେବେଳେ ସେମାନେ ଶୋଇଛନ୍ତି, ଚାଦର ହୁଡି ସବୁ ଶୋଇଛନ୍ତି ପରିଶ୍ରମ ଜାଣିତ କହୁଛନ୍ତି ଉଠ ଉଠ। ସେତେବେଳେ ତାଙ୍କ ମଧ୍ୟରୁ ଜଣେ ଉଠି କହୁଛନ୍ତି କଣ ହେଇଛି କୃଷ୍ଣ କଣ ହେଇଛି ଆମକୁ ଟିକେ ଶୋଇବାକୁ ଦିଅ, ବହୁତ ପରିଶ୍ରମ ହେଇଛି। ଆରେ ଉଠ ଉଠ ତମର ପିତାମହ ତମର ଦାଦୁ ସେ ପ୍ରତିଜ୍ଞା ନେଇଛନ୍ତି ତମ ମାନଙ୍କୁ କାଲି ମାରିଦେବେ, ଉଠ ଉଠ କିଛି ଗୋଟେ ବ୍ୟବସ୍ଥା କର ଉଠ ଉଠ ଉଠ। ତ ସେତେବେଳେ ଅର୍ଜୁନ ଉଠି କହିଛନ୍ତି ହେ କୃଷ୍ଣ ବ୍ରହ୍ମାଣ୍ଡରେ ଏଇ ବ୍ରହ୍ମାଙ୍କର ସୃଷ୍ଟିରେ ଯଦି ଆମେ 5-6 ଜଣଙ୍କର ମୃତ୍ୟୁ ହୋଇଯାଏ ସେଥିରେ ବ୍ରହ୍ମାଣ୍ଡର କୌଣସି କିଛି ଅସୁବିଧା ହବ ନାହିଁ, ଅଗଣିତ ପଶୁ ପକ୍ଷୀ ଜୀବଜନ୍ତୁ ସମସ୍ତେ ତ ମରୁଛନ୍ତି, ତେଣୁ ଆମେ ଆମର ଯଦି ବି ମୃତ୍ୟୁ ହୋଇଯାଏ ସେଥିରେ କଣ ଅଛି, ଆମେ ତ ଦିନ ନା ଦିନ ମୃତ୍ୟୁବରଣ କରିବୁ ନା, ତେଣୁ ଆମର ଯଦି ମୃତ୍ୟୁ ବି ହେଇଯାଏ ତ ତାପରେ କୃଷ୍ଣ କହୁଛନ୍ତି ତାପରେ ଏଇ କଥା କହିକି ସେମାନେ ପୁଣି ଶୋଇଯାଇଛନ୍ତି ଗଡିକି।
ତାପରେ କୃଷ୍ଣ କହୁଛନ୍ତି ଆରେ ପିତା ମୋ ପ୍ରତିଜ୍ଞା ନେଇଛନ୍ତି ସତରେ ତମମାନଙ୍କୁ ମାରିଦେବେ, ମୁଁ ତମ ମାନଙ୍କ ସହିତ କୌଣସି ଇଏ କରିବା ପାଇଁ ଆସିନି, ମଜା କରିବା ପାଇଁ ଆସିନି, ତମ ମାନେ କାହିଁକି ମୋ କଥାକୁ ସିରିୟସଲି ନଉନ, ଉଠ ଉଠ ଉଠ। ସେତେବେଳେ ଯୁଧିଷ୍ଠିର କହିଛନ୍ତି ହେ କୃଷ୍ଣ, ଆମେ ଆମେ ଯଦି ଯୁଦ୍ଧ କ୍ଷେତ୍ରରେ ମରିଯାଉ କିଛି ହବନି ପ୍ରଭୁ, କାରଣ ଆମେ ଆପଣଙ୍କୁ ସମର୍ପିତ ହେଇଛୁ। ଆମେ ଆପଣଙ୍କ ପାଖରେ ଆମର ସମସ୍ତ ଆମ ଜୀବନର ସମସ୍ତ ମାନେ ଆମର ଜୀବନର ଯୋଉ ବାଗଦୌଡ଼ଟା, ଜୀବନର ଯୋଉ ଦୌଡ଼ିଟା, ଆମ ଚଲାପଥର ଯୋଉ ଭାରଟା ଆପଣଙ୍କ ଉପରେ ଅର୍ପିତ କରୁଛୁ, ତେଣୁ ଆପଣ ବୁଝନ୍ତୁ କଣ କରିବେ। ଏହା କହି ସେମାନେ ଶୋଇଯାଉଛନ୍ତି। ଏହାର ଅର୍ଥ ମାନେ ସେମାନେ କେତେ କେତେ ସେମାନେ ମାନେ ଇଏ ଥିଲେ, ଭଗବାନଙ୍କ ଉପରେ ବିଶ୍ୱାସ ଥିଲା ତାଙ୍କର ଯେ ଭଗବାନ ସେମାନଙ୍କୁ ରକ୍ଷା କରିବେ। ଏହି କଥା କହି ସେମାନେ ଶୋଇଗଲେ। କହିଲେ ଠିକ ଅଛି ପ୍ରଭୁ, ମୃତ୍ୟୁ ହବ ତ ହବ, ସେଥିପାଇଁ ଆପଣ ଚିନ୍ତା କରନ୍ତୁ। ଏହା କହିକି ସେମାନେ କିନ୍ତୁ କୌଣସି ଚିନ୍ତା କଲେନି ଯେ ଭଗବାନ ଏଭଳି କହୁଛନ୍ତି ଯେ ସେମାନେ ହତାଶ ହେଇ ପଡିବେ ବା ସେମାନେ ମୃତ୍ୟୁର କଥା ଶୁଣି ସେମାନେ ପ୍ରସ୍ତୁତି ନେବେ ସେମାନଙ୍କର ଜୀବନ ରକ୍ଷା କରିବା ପାଇଁ। ନା, ସେମାନେ ନିଶ୍ଚିନ୍ତରେ ଆହୁରି ଶୋଇଗଲେ। ପ୍ରଭୁ ଆପଣ ଆମର ବାଗଦୌଡ଼ ସମ୍ଭାଳିଛନ୍ତି, ଆପଣ ହିଁ ସମ୍ଭାଳନ୍ତୁ। ତାପରେ ସେମାନେ ଇଏ କରି ସେମିତି ଚାଦର ଘୋଡେଇ ପୁନର୍ବାର ଶୋଇଗଲେ। ଭଗବାନ ଆଚ୍ଛା ଖାସା ମାନେ ଭଗବାନ ଇଏରେ ପଡିଲେ, ଅସୁବିଧା ଦ୍ୱନ୍ଦ୍ୱରେ ପଡିଲେ। ମାନେ ଏପଟେ ଭକ୍ତ ମଧ୍ୟରେ ଭଗବାନ ଫସିଗଲେ। ଏପଟେ ପିତାମହ ଭୀଷ୍ମ, ଏପଟେ ପାଣ୍ଡବ। କଣ କରିବେ ଭଗବାନ? ସମସ୍ତେ ତ ନିଶ୍ଚିନ୍ତରେ ଶୋଇଛନ୍ତି। ଏପଟେ ଦୁର୍ଯ୍ୟୋଧନ ବି ଶୋଇଛନ୍ତି, ପିତାମହ ଭୀଷ୍ମ ବି ଶୋଇଛନ୍ତି, ପାଣ୍ଡବମାନେ ବି ଶୋଇଯାଇଛନ୍ତି। ଭଗବାନ ମାତ୍ର ଜାଗିକି ଅଛନ୍ତି। କଣ କରିବେ? ଆଉ କିଛି ସମୟ ମୁହୂର୍ତ୍ତରେ ପୁଣି ନବମ ଦିନ ଯୁଦ୍ଧ ଆରମ୍ଭ ହବ। କଣ କରିବେ? ଏହା ଭାବି ଭଗବାନ କୃଷ୍ଣ ଯାଇଛନ୍ତି। ସେ ତ ଅନ୍ତର୍ଯାମୀ ନା, ସେ ସବୁ ଜାଣନ୍ତି। କୋଉ ସମୟରେ କୋଉ କାମ କରିବେ ସେ ଯାଇଛନ୍ତି। ଦ୍ରୌପଦୀଙ୍କ ପାଖକୁ ଯାଇଛନ୍ତି ଏବଂ ଦ୍ରୌପଦୀଙ୍କୁ ଉଠେଇଛନ୍ତି। ଦ୍ରୌପଦୀ ତମେ ଉଠ। କଣ ହେଇଛି ଭାଇ, କଣ ହେଇଛି? ଆପଣ କାହିଁକି ରାତ୍ରି ଆସିକି ଏଇ ମତେ ଉଠଉଛନ୍ତି? ନା ତମେ ଉଠ, ତମେ ଚାଲ ମୋ ସାଙ୍ଗରେ ଚାଲ। ସେତେବେଳେ ଦ୍ରୌପଦୀ କିଛି ବୁଝି ପାରୁନାହାନ୍ତି କଣ ହେଇଛି। ତାପରେ ସେ ଦ୍ରୌପଦୀଙ୍କୁ ନେଇକି କହିଲେ କୋଉଠିକି ଯିବା? ନା ଚାଲ ପିତାମହ ଭୀଷ୍ମଙ୍କ ଶିବିରକୁ ଯିବା। ତାପରେ ସେ ଦ୍ରୌପଦୀଙ୍କୁ ନେଇ ପିତାମହ ଭୀଷ୍ମଙ୍କ ଶିବିରକୁ ନେଇଯାଇଛନ୍ତି ଏବଂ ସେଠାରେ ତାଙ୍କ ଶିବିରର ଦ୍ୱାର ପାଖରେ ଯେତେବେଳେ ପହଞ୍ଚିଛନ୍ତି, ସେତେବେଳେ ଦ୍ରୌପଦୀଙ୍କୁ କହିଛନ୍ତି ତମେ ତୁମର ଚପଲ ବାହାର କର ଏବଂ ଅଢଣୀଟିକୁ ଟାଣି ଶିବିରରେ ପ୍ରବେଶ କର ଏବଂ ପିତାମହଙ୍କୁ ପ୍ରଣାମ କର। ଏପର୍ଯ୍ୟନ୍ତ ଦ୍ରୌପଦୀ କିଛି ବୁଝି ପାରୁନାହାନ୍ତି କଣ ଘଟଣାଟି ଘଟିବା ପାଇଁ ଯାଉଛି। ଏବଂ ଭଗବାନଙ୍କର କୃଷ୍ଣଙ୍କର ନିର୍ଦ୍ଦେଶନାରେ ଏଇଟା ଥିଲା କି ପାଣ୍ଡବ ମାନେ ଭଗବାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରୁଥିଲେ ଏବଂ ସେ ଯାହା କହୁଥିଲେ ସେମାନେ ମାନି ନଉଥିଲେ। ଯେକୌଣସି ପରିସ୍ଥିତିରେ ଭଗବାନ ଯାହା କହିଦଉଥିଲେ ସେମାନେ ସେଥିରେ ରାଜି ହଉଥିଲେ। ଏଇଟା ହଉଛି ଜଣେ ଭକ୍ତର ମାନେ ସବୁଠୁ ବଡ ମାନେ ଗୁଣ ଯେ ଯାହା କହୁଛନ୍ତି ଭଗବାନ ସେମାନେ ଅକ୍ଷର ଅକ୍ଷରେ ପାଳନ କରିଥିଲେ। ସେଥିପାଇଁ ସେମାନେ କିନ୍ତୁ ବିଜୟୀ ବି ହେଇଥିଲେ। ଯାହା ବି ହଉ, ଏଠି ଦ୍ରୌପଦୀ କଣ କରୁଛନ୍ତି? ଭଗବାନଙ୍କ ନିର୍ଦ୍ଦେଶନାରେ ତାଙ୍କର ଚପଲ କାଢିକି ଓଢଣୀଟାକୁ ଟାଣିକି ସେ ପିତାମହ ଭୀଷ୍ମଙ୍କର ଶିବିରକୁ ପ୍ରବେଶ କରିଛନ୍ତି ଏବଂ ଯେତେବେଳେ ପ୍ରବେଶ କରି ପିତାମହ ଭୀଷ୍ମଙ୍କୁ ପ୍ରଣାମ କରିଛନ୍ତି ଏବଂ ଯେତେବେଳେ ସେ ଦେଖିଛନ୍ତି ପିତାମହ ଭୀଷ୍ମଙ୍କୁ ଧ୍ୟାନ କରୁଛନ୍ତି, ସେ ପ୍ରଣାମ କରିଛନ୍ତି ଦ୍ରୌପଦୀ ଏବଂ ପ୍ରଣାମ କରି ଯେତେବେଳେ ଉଠି ବସିଛନ୍ତି, ପିତାମହ ଭୀଷ୍ମ ବି ଧ୍ୟାନରେ ବୁଝି ପାରୁଛନ୍ତି ନା ଜଣେ ଆସୁଛନ୍ତି ଗୋଟେ ପାଦର ଗୋଟେ ଆବାଜ। ତାପରେ ସେ ତ ଯେତେବେଳେ ହଠାତ୍ ମାନେ ଯେତେବେଳେ ପ୍ରଣାମ କରିଛନ୍ତି ଦ୍ରୌପଦୀ, ପିତାମହ ଭୀଷ୍ମ ତାଙ୍କୁ କହିଛନ୍ତି ଅଖଣ୍ଡ ସୌଭାଗ୍ୟବତୀ ଭବ, ତମ ପତିଙ୍କର କେବେ ବି ମୃତ୍ୟୁ ହବନି, ତମେ ଅଖଣ୍ଡ ସୌଭାଗ୍ୟବତୀ ଭବ କହି ଏମିତି ଆଶୀର୍ବାଦ ଦେଲେ। ଏବଂ ଆଶୀର୍ବାଦ ଦେଇ ଯେତେବେଳେ ପିତାମହ ଆଖି ଖୋଲିଛନ୍ତି, ସେ ଦ୍ରୌପଦୀଙ୍କୁ ଦେଖିଛନ୍ତି ଏବଂ ତତ୍କ୍ଷଣାତ୍ ପିତାମହ ଭୀଷ୍ମ ସେ ବୁଝିପାରିଛନ୍ତି ଏଇ କାମ ନିଶ୍ଚୟ ସେଇ ମାନେ କୃଷ୍ଣଙ୍କର ନିହାତି କୃଷ୍ଣଙ୍କର କାମ। ତାପରେ ପିତାମହ ଭୀଷ୍ମ ସେଠୁ ଉଠିକି ଆସିଲେ। ତାଙ୍କ ଯୋଉ ଧ୍ୟାନରେ ବସିଥିଲେ, ବ୍ରହ୍ମ ମୁହୂର୍ତ୍ତରେ ଧ୍ୟାନରେ ବସିଥିଲେ, କାରଣ ସେ ଉଠିକି ତାଙ୍କ ଶିବିରରୁ ଯେତେବେଳେ ବାହାରିକି ଆସିକି ଶିବିରର ଦ୍ୱାର ଦେଶରେ ଦେଖିଲେ ଯେ କୃଷ୍ଣ ଛିଡା ହେଇଛନ୍ତି ଏବଂ ଦ୍ରୌପଦୀଙ୍କର ଚପଲଟାକୁ ବଗଲରେ କି ଚାପିକି ସେ ଛିଡା ହେଇଛନ୍ତି। ଏବଂ ସେ ପିତାମହ ଭୀଷ୍ମ ଦେଖି କୃଷ୍ଣ ପଚାରୁଛନ୍ତି, ଆଚ୍ଛା ପିତାମହ, ଆପଣ କାଲି ରାତିରେ ଯୋଉ ପ୍ରତିଜ୍ଞା ନେଇଥିଲେ ସେଇ ପ୍ରତିଜ୍ଞାକୁ ପୂରଣ କରିବେ, ନାଇଁ ଯେ ସଦ୍ୟ
ଯେ ଦ୍ରୌପଦୀଙ୍କୁ ଯୋଉ आशीर्वाद देले सेटा को आपण सेई प्रतिज्ञा को माने ताकू रक्षा करिवे पितामह मु आ किछ नै खाली एतिकी जानिया पई आपण को प्रतिज्ञा को रक्षा करिवे बस मोर एतिकी कथा मु एटा सुनि की पळेबी एही कथा जते बेले सुनिचंती कृष्णकर एही कथाटा को पितामह भीष्म एकदम क्रोधित होई जाइछन एकदम क्रोधान्वित होई कृष्ण आपण आपण एमिति करले अच्छा ठीक अछि भीष्म कहले हे कृष्ण तुम्हें मोर प्रतिज्ञा को भांगिया पई आछो औ मोर प्रतिज्ञा को तो भांगिलो मु एबे कहूची जे मु आपन को जदी एई आजिकर युद्ध रे आपन को जदी अस्त्र न उठैची आपन को हाथ रे जदी अस्त्र न धारण करैची तबे मो ना गंगा पुत्र भीष्म नुहे एवं एमिति कथा बार्ता चलिबा भितरे किंतु कृष्ण किंतु मुचकी मुचकी हसुचंती एवं पितामह खूब प्रधान्वित होइचंती जतेबे एमानको दुई जनकर वार्तालाप चलीची सेतेबे द्रौपदी बाहरी आछंती कोन हेची सेतेबे कृष्ण कहचंती किछि न पितामह भीष्म कृष्ण कहचंती पितामह को पितामह भीष्म पितामह आपण गोटे काम आपण तो सेतेबे द्रौपदी को तो आखि बंद करके आशीर्वाद देइथिले तो से तो भानुमती को देइचंती ना तेन पितामह कृष्ण कहचंती आपण सेतेबे तो आखि बंद करी आशीर्वाद देइथिले एबे द्रौपदी को टिके भलो के टिके आशीर्वाद करंती सेतेबे पितामह बहुत 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 भलो कथा गोटे सुंदर कथा कहचंती द्रौपदी को कहचंती आशीर्वाद देइचंती द्रौपदी को कहचंती हे पुत्री तमरो किछि हबनी तमे अखंड सौभाग्यवती हबो एवं तम पतिंकर केबे भी मृत्यु हबो नै एई जे पाखरे जे छिड़ाइचंती ना ये जे एई कृष्ण जते पर्यंत तम पाखरे अछंती जते पर्यंत तम पाखरे से रहिचंती तम मानकर केही बाळ भी बंका करिबे तम मानको के स्पर्श भी करि परिबे तेनो एई कथा कहि तांको मुंडरे हाथ बुले देथिले पितामह भीष्म एवं तापरे द्रौपदी तांको शिबिर को पळि जाइचंती एवं कृष्ण मध्ये सेको तापरे सकाळ हेची ब्रह्ममुहूर्त सकाळ हे जाइची समस्त युद्ध पाई नवम दिन युद्ध पाई समस्त प्रस्तुति नउचंती पितामह मध्ये तांकर सुंदर वक्त पिंदी अस्त्र शस्त्र रे सज्जित होई कुरुक्षेत्र रणभूमि रे विराजमान हेले एपटे पांडव मानकर समस्त सैन्य माने मध्ये युद्ध क्षेत्र को आछंती दुई पक्षर सेनार शंख ध्वनि हेची एवं मार मार ध्वनि रे आकाश जेमिति कंपी उठिची भयंकर युद्ध चलीची भयंकर युद्ध एकदम घमासान युद्ध चलीची दुई सेना दुई पटरु दुई जन को आक्रमण करूचंती पितामह भीष्म खूब जोर माने वीर गति रे से युद्ध करूचंती एकदम आकाश एकदम माने कंपित मान से दिन एकदम भय माने सेठिकार परिवेश खूब भयंकर होई उठिची जेमिति दुर्भाग्य माने दैव जोगरु कोन हुए आमे जेतेबे कोनसी ट्रेन रे जाऊ बा बस रे जाऊ प्रतिदिन टिकट काटी की जाइतो किंतु बेले बेले कोन हुए ना हमरो आसवा समय रे लेट हो जाऊ बा कोनसी कारणवश आमे जेते लेट हो जाऊ ट्रेन रे टिकट काटिया पई आमे भूली जाऊ माने इच्छा थाए किंतु आमे करि पारुनु समय रो अभाव जोगु किंतु सेई दिन आमे कोन होई जाऊ टीटी आगे धरा पड़ी जाऊ ठीक सेमिति दैवर विधान देखंतु सेई दिन युद्ध रे कोन हेची पितामह भीष्म को आगरे अर्जुन को रथ आसिकी टकरी आमना सामना हो जाइए पितामह भीष्म एपटे अर्जुन को रथ कृष्ण सारथी अर्जुन को रथ आ जेते बेले पितामह भीष्म अर्जुन को देखिचंती एकदम क्रोधरे एकदम माने राग गर्गर हे उठिचंती एवं से आज तो शपथ नैचंती से शपथ नैचंती ना आज तो पांडव मान को से हत्या करिवे ही करी तेनो से एकदम माने वीर बन ये रे अर्जुन को ऊपर को बाण निक्षेप करिया पई आरंभ कले आज पितामह को जेमिति तांको शरीर जवान फिरी आसी से आ 400 वर्षर बुढ़ा वयस्क वृद्ध नहंती से जेमिति एकदम 25-26 वर्ष जने युवक हो जाइछंती एते जोरे से सरवर्षण करछंती एते जोरे सरवर्षण करछंती जे अर्जुन तांको बाणर को माने सामना करिया पई से असमर्थ हो जाउछंती 18 दिन रे युद्ध रे अर्जुन को एबोली केबे भी से एमिति हेई नांती से सेतिरे माने पूरा एकदम झाळ रे डुबुडुबु हो जाइछंती माने निज को खाली केवल प्रतिरक्षा करिया पई माने तांको शरीरु माने पितामह भीष्मकर जो बाण से बाण रो मुकुलिया पई से खाली एपट सेपट होउछंती तांको तो बाण मारिबा दूर कथा खाली पितामह भीष्मर बाण को सामना करिया पई से असमर्थ हो जाउछंती युद्ध चली से बाण मारुछंती आ पितामह भीष्म एमिति बाण मारुछंती से जेतेबे धनुषटा काढुछंती तांको तर्कसु जेतेबे धनुष काढुछंती तांकर हाथ रे जेंति गोल माने गोलचक गोल हे जायछि
ଏତେ ମାନେ ଜୋରେ ସେ ବାଣ ନିକ୍ଷେପ କରୁଛନ୍ତି। ଏମିତି ବାଣ ମାରୁ 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 ଇଏ ଇଏ ଅର୍ଜୁନ ହନ୍ତସନ୍ତ ହେଇଯାଇଛି। କଣ କରିବ କଣ କରିବ କଣ ନ କରିବ। ଏଇ ସମୟରେ କଣ ହେଇଛି, କୃଷ୍ଣ ପଛକୁ ଅନେଇଛନ୍ତି କଣ ଦେଖୁଛନ୍ତି ଯେ ଅର୍ଜୁନ ଆଉ ମାନେ ଅସମର୍ଥ ହେଇଯାଇ ପଡିଛନ୍ତି। ସେତେବେଳେ ଭଗବାନ କୃଷ୍ଣ ସେ ତାଙ୍କର ଭକ୍ତକୁ ରକ୍ଷା କରିବା ପାଇଁ ଏବଂ ମାନେ ଅର୍ଜୁନଙ୍କର ଶରୀରକୁ ରକ୍ଷା କରିବା ପାଇଁ ଏବଂ ପିତାମହ ଭୀଷ୍ମଙ୍କର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ସେ କଣ କଲେ, ଜଣେ ସିଂହ ସଦୃଶ, ଯେମିତି ସିଂହ ଯେମିତି ଗୁଫାରୁ ବାହାରି ଗୋଟେ ଗଜ ଉପରେ ଗୋଟେ ହାତୀ ଉପରେ ଯେମିତି କୁଦି ପଡେ, ଲମ୍ଫ ପ୍ରଦାନ କରେ ତାକୁ ଆକ୍ରମଣ କରିବା ପାଇଁ, ଠିକ ସେମିତି ପିତାମହ ଭୀଷ୍ମଙ୍କର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ଏବଂ ଅର୍ଜୁନଙ୍କର ଶରୀରକୁ ରକ୍ଷା କରିବା ପାଇଁ ଭଗବାନ କୃଷ୍ଣ କଣ କଲେ, ତାଙ୍କ ରଥରୁ କୁଦି ପଡିଲେ ଏବଂ କୁଦି ପଡିକି ମାନେ ସେତେବେଳେ ତ ତାଙ୍କର ଏକଦମ ମାନେ ଭଗବାନ ପୁରା ମାନେ ସାଧାରଣ ମଣିଷ ଭଳି ଇଏ କରୁଛନ୍ତି ନା, ବିଚାର ମାନେ କ୍ରୋଧାନ୍ୱିତ ହେଇଯାଇଛନ୍ତି ନା। ସେ କଣ କରିବେ କଣ ନ କରିବେ ସେ ବୁଝି ପାରୁନାହାନ୍ତି। ସେ କଣ କଲେ, ତାଙ୍କ ସାମ୍ନାରେ ଗୋଟେ ଦ୍ରୁତ ରଥ ଚରଣ ଅର୍ଥାତ୍ ଗୋଟେ ରଥର ଚରଣ ଚକକୁ ସେ ଉଠେଇଛନ୍ତି ଏବଂ ଉଠେଇକି କଣ କରୁଛନ୍ତି, ପିତାମହ ଭୀଷ୍ମଙ୍କ ଦ୍ରୁତ ଗତିରେ ଧାବମାନ ହବାକୁ ଚେଷ୍ଟା କରୁଛନ୍ତି। ଠିକ ସେଇ ସମୟରେ ଅର୍ଜୁନ କଣ କରୁଛନ୍ତି, ରଥରୁ ଓହ୍ଲେଇ ଆସି ଭଗବାନଙ୍କର ପାଦକୁ ଧରି ନେଇଛି ଏବଂ ସେ କହୁଛନ୍ତି, ହେ କୃଷ୍ଣ, ହେ ମାଧବ, ଆପଣ ଜାଣନ୍ତୁନି, ଆପଣ ମୋ ପାଇଁ ଆପଣ ଏମିତି ଅସ୍ତ୍ର ଧାରଣ କରନ୍ତୁନି, ଆପଣ ମୋ ପାଇଁ ଆପଣ ନିଜର ପ୍ରତିଜ୍ଞାକୁ ଭଙ୍ଗ କରନ୍ତୁନି। ହେ କୃଷ୍ଣ, ଆପଣ ଏ ରଥର ଚକକୁ ପକେଇ ଦିଅନ୍ତୁ, ଆପଣ ମୋ ପାଇଁ ଆପଣ ଅନ୍ତତଃ ମତେ କୃପା କରନ୍ତୁ, ମତେ ଆପଣ ମୋ ପାଇଁ ଆପଣ ନିଜର ପ୍ରତିଜ୍ଞାକୁ ଭାଙ୍ଗନ୍ତୁନି। ସେତେବେଳେ ଭଗବାନ କହୁଛନ୍ତି, ଅର୍ଜୁନ ଛାଡ ମୋର ପାଦକୁ, ଛାଡ, ତମେ ମୋର ଭକ୍ତ ଉପରକୁ ମୋ ଭକ୍ତକୁ ଯେ କଷ୍ଟ ଦିଏ ମୁଁ ତାକୁ କେବେ ବି ଛାଡିବି ନାହିଁ। ମାନେ ଭଗବାନ ବହୁତ କ୍ରୋଧାନ୍ୱିତ ହେଇଯାଇଛନ୍ତି। ସେତେବେଳେ ଏଟା କିନ୍ତୁ ଭକ୍ତକୁ ନୁହେଁ, ତାର ମାୟାଧର ଭଗବାନ ତାଙ୍କର ଯୋଉମାନେ ଦୁର୍ଯୋଧନ ଆଦିଙ୍କୁ ମୋହିତ କରୁଛନ୍ତି। ସେତେବେଳେ କଣ ହେଇଛି, ଭଗବାନ ଖୁବ କ୍ରୋଧାନ୍ୱିତ, ହଁ, ଭଗବାନଙ୍କର ଉତ୍ତରୀୟ ବସ୍ତ୍ର ପଡିଯାଇଛି ପୃଥିବୀ ମାତା ଉପରେ, ବସୁନ୍ଧରା କାঁପି ଉଠୁଛି। କିନ୍ତୁ ଭଗବାନ କଣ କରୁଛନ୍ତି, ତାଙ୍କର ଭକ୍ତର ରକ୍ଷା କରିବା ପାଇଁ ଏବଂ ଭକ୍ତର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ସେ ଭଗବାନ କଣ କରୁଛନ୍ତି, ଭୀଷ୍ମଙ୍କ ଆଗକୁ ଦୌଡିବା ପାଇଁ ମାନେ ଯାଉଛନ୍ତି, ଧାଇଁକି ଯାଉଛନ୍ତି, ରଥ ହାତର ଚକ ଧରୁଛନ୍ତି ଏବଂ ଏପଟେ ଅର୍ଜୁନ ତାଙ୍କର ପାଦ ଧରୁଛନ୍ତି। ସେ ଅର୍ଜୁନଙ୍କୁ ଘୋଷାଡିକି ନେଇକି ବହୁତ ଦୂର ପର୍ଯ୍ୟନ୍ତ ଘୋଷାଡିକି ନେଇ ଯାଇଛନ୍ତି। ତଥାପି ଭଗବାନ ମାନେ ସେଇ କ୍ରୋଧରେ ଅଛନ୍ତି। ଅର୍ଜୁନ ବି ତାଙ୍କ ପାଦ ଛାଡୁନାହାନ୍ତି। ସେ କହୁଛନ୍ତି, ଅର୍ଜୁନ ତମେ ଛାଡ, ମୋ ପାଦକୁ ଛାଡ, ମୁଁ ଆଜି ଭୀଷ୍ମଙ୍କୁ ଆଜି ମାରିଦେବି, ମୁଁ କାହା କଥା ଶୁଣିବିନି, ମତେ ଛାଡିଦିଅ ତମେ। ଏମିତି ଅବସ୍ଥାରେ ଯେତେବେଳେ ଭୀଷ୍ମ ଦେଖୁଛନ୍ତି ଯେ ତାଙ୍କ ଆଡକୁ ଭଗବାନ ଆଗମନ କରୁଛନ୍ତି, ଭୀଷ୍ମ ପିତାମହ କଣ କରୁଛନ୍ତି, ସେ ତାଙ୍କର ବାଣ ନିକ୍ଷେପ କରିବା ଆରମ୍ଭ କଲେ ଏବଂ ତାଙ୍କ ବାଣରେ ସେ କଣ ବାଣ ନିକ୍ଷେପ କଲେ। ଭଗବାନ କିନ୍ତୁ ରଥର ଚକ ଧରିକି ସେ ଦୌଡୁଛନ୍ତି ତାଙ୍କ ଆଗକୁ। ଯେତେବେଳେ ବାଣ ନିକ୍ଷେପ କରୁଛନ୍ତି, ଭଗବାନଙ୍କର ରକ୍ଷା କବଚ ସେ ଭାଙ୍ଗି ଯାଇଛି ଏବଂ ସେଟା ଝୁଲି ପଡିଛି ଏବଂ ଭଗବାନଙ୍କ ଶରୀରରେ ତାଙ୍କର ବାଣ ବିଦ୍ଧ ହେଇଛି। ପିତାମହ ଭୀଷ୍ମ ଯୋଉ ବାଣ ମାରିଛନ୍ତି ସେଇଟା ବିଦ୍ଧ ହେଇଛି ଏବଂ ଭଗବାନଙ୍କର ଚିନ୍ମୟ ଦେହରୁ ରକ୍ତ ବାହାରିଛି। କିନ୍ତୁ ପ୍ରକୃତରେ ଏଟା ରକ୍ତ ନାହିଁ, ଏଟା ମୋହିତ କରୁଛନ୍ତି। ଭଗବାନ ତାଙ୍କର ଭକ୍ତ ସହିତ ବୀର ରସର ଆସ୍ୱାଦନ କରୁଛନ୍ତି। ସେ ରକ୍ତ ବହୁଛି, ତଥାପି ଭଗବାନ ଦୌଡୁଛନ୍ତି ପିତାମହ ଭୀଷ୍ମଙ୍କ ଆଗକୁ ଏବଂ ଆସୁ ସେଇ ଚକ ଧରିକି ଭଗବାନ ଆସୁଛନ୍ତି। ଯେତେବେଳେ ପିତାମହ ଭୀଷ୍ମ ବାଣ ମାରୁଛନ୍ତି, ଏତିକି ବେଳେ ଯେତେବେଳେ ନିକଟକୁ ଆସି ଯାଇଛନ୍ତି ଭଗବାନ କୃଷ୍ଣ, ଯେତେବେଳେ ପିତାମହଙ୍କ ନିକଟକୁ ଆସି ଯାଇଛନ୍ତି, ସେତେବେଳେ ପିତାମହ ଭୀଷ୍ମ ତାଙ୍କର ଧନୁଷ ବାଣ ତାଙ୍କ ରଥକୁ ପକେଇ ଦେଇଛନ୍ତି ରଥ ଉପରେ ଏବଂ ଦୁଇ ବାହୁକୁ ବିସ୍ତାର କରି ଭଗବାନଙ୍କୁ ଆହ୍ୱାନ କହିଛନ୍ତି, ହେ କୃଷ୍ଣ, ମୁଁ ଏଇ ଦୃଶ୍ୟକୁ ଅପେକ୍ଷା କରିଥିଲି, ଆପଣଙ୍କର ଏଇ ଦିବ୍ୟ ଦୃଶ୍ୟକୁ ଦେଖିବା ପାଇଁ ମୁଁ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲି। ଏହା କହି ପିତାମହ ଭୀଷ୍ମ ତାଙ୍କର ଦୁଇ ଭୁଜକୁ ସେ ବିସ୍ତାର କରିଛନ୍ତି। ମୁଁ ଏଇ ଦିବ୍ୟ ଘଡି ଏଇ ମୁହୂର୍ତ୍ତକୁ ମୁଁ ଅପେକ୍ଷା କରିଥିଲି। ତାପରେ ଭଗବାନ ଯେତେବେଳେ ଦେଖିଛନ୍ତି ତାଙ୍କର ପିତାମହ ଭୀଷ୍ମ ଯେତେବେଳେ ଧନୁଷ ବାଣ ପକେଇ ଦେଇଛନ୍ତି, ଅର୍ଜୁନଙ୍କୁ କହିଛନ୍ତି, ଅର୍ଜୁନ ତମେ ଯାଅ, ଗାଣ୍ଡିବ ଉଠାଅ ଏବଂ ପିତାମହ ଭୀଷ୍ମଙ୍କୁ ବିଦ୍ଧ କର, ଏଇ ଶର ଦ୍ୱାରା ସବ ବିଦ୍ଧ କର। ଏବଂ ଅର୍ଜୁନଙ୍କୁ ତ କିଛି କରିବାର ନାହିଁ ନା, ସେ ଭଗବାନଙ୍କ ନିର୍ଦ୍ଦେଶ ଶୁଣନ୍ତି। ସେ ବି ଯାଇକି ଅର୍ଜୁନ ମଧ୍ୟ ତାଙ୍କର ବାଣ ଦ୍ୱାରା ପିତାମହ ଭୀଷ୍ମଙ୍କୁ ଶରବିଦ୍ଧ କରିଛନ୍ତି।
अर्जुन अल्प समय मध्य पितामह भीष्म को एते शरबिद्ध करिछि एते तांको माने शर निक्षेप करछि पितामह भीष्मकर सारा शरीर बाणमय हो जाइछि तांको शरीर रे गोटे छुंची भी पसिया पय तांको शरीर रे जागा नथिला एवं आकाश रे जेमिति देवता जेमिति प्रकटित होंती पितामह भीष्म सेमिति तांको रथरु धरा उपरे धराशायी हे गले आज धराशायी हुए गुरुकुल के सरताज उनका अभिवादन करे सारा वीर समाज शीत आत्मा शीत योग शीत केशया वेश कहाँ दिखे इस लोक में ऐसा वीर विशेष ऐसा वीर विशेष रक्त सना हर तीर है अश्रु भरा हर ने रुंधा रुंधा हर कंठ है रुंधा रुंधा हर बैन रुंधा रुंधा हर बैन अर्जुन ने छुए चरण लिए हृदय में घाव कृष्ण खड़े कर बद्ध हो ऐसा पूर्ण प्रभाव ऐसा पूर्ण प्रभाव माँ गंगा आशीष दे आकर शुत के पास माँ गंगा आशीष दे आकर शुत के पास आज गिरा है भूमि पर जैसे कोई आकाश जैसे कोई आकाश ए प्रकार पितामह भीष्म धराशायी हे गले देवता माने तांको परे पुष्प वृष्टि कले भगवान निजे प्रणाम कले एवं समस्ते भगवान कृष्णंकर जय जयकार कले भगवान कृष्णंकर जय हो भगवान कृष्णंकर जय हो कारण भगवान तांको प्रतिज्ञा को भांगी तांकर भक्तंकर प्रतिज्ञा को रक्षा करछन सनिगम मत प्रतिज्ञा मृतमधिकार तुम बाप्लुता तथा धृतरथ चरण भया चलाग्रो हरिरि वहन्तु मिवं गतो तरिया तापरे भगवान श्री कृष्ण को पितामह भीष्म कहउचंती हे कृष्ण आपण जेतेबेले मोर प्रतिज्ञा को रक्षा करिया पई एवं भीष्म को शरीर को रक्षा करिया पई जेतेबेले आपण कार्य रे लिप्त थिले सेतबेले आपण निज शरीर प्रति ध्यान देनांती आपनकर क्लेश स्वालवाहित हो जाईची केश आपनकर देह रे आपनकर ध्यान नथिला आपनकर उत्तरी के पड़ी जाईची तेनो आपनकर भक्त को रक्षा करिया पई आपण सर्वदा तत्पर होई रहंती हे भगवान मु केते बड़ आतताई मु केते बड़ पापी आपण सर्वदा ए संसार समस्ते आपनकर चरण रे नमन हवा पई संसार सब बेले नमन करि थाए किंतु मु एते बड़ आतताई मु आपनको ऊपर को बाण विद्ध कली आपनको ऊपर को शर निक्षेप कली तेनु कृष्ण एते करिबा परे मध्य एते सब हवा परे मध्य आपण मते ए युद्ध क्षेत्र रे दर्शन देवा पई आछंती तेनु हे कृष्ण मोर कामना ए जे मु आपनको गति हे जाय मु आपनको प्राप्ति हे जाय सब हो तुमे भगवान गति मुकुंद हे कृष्ण आपण अंतरे पितामह भीष्म कहउचंती जे मते आपनको गति हे जाय हे कृष्ण आपण आपनकर भक्त पई किछि भी करि पारंती किछि भी हद तक आपण जाई पारंती आपण न्याय
अन्याय नीति अनीति रे केमिति उपाय रे आपण भक्त को रक्षा करंती सेही मुक्तिदाता भगवान मुकुंद परमेश्वर श्रीकृष्ण को चरण रे मोर परमवती हौ। एटा थिला पितामह भीष्मकर उद्गार थिला। जेहेतु पितामह भीष्म थिले जणे वैष्णव विनयी थिले तेणु तांकर वैष्णवता गुण पाई से भगवान को पाखरे पश्चाताप करछन कारण से कहछन मो आतताई मो आपण को ऊपर मो बाण विद्य आपण को ऊपर बाण निक्षेप करिछि मो आपण को ए भले मो आपण को कष्ट देछि प्रभु आपण को देहरु ये चिन्मय देहरु रक्ताक्त कर देछि किंतु प्रकृतरे से नथिला प्रकृतरे भगवान अद्वय से तांकर से अद्वय भगवान से शुद्ध भक्त गोटारू शत्रु रूपे मध्य सेवा पाइबा पई से इच्छा करंती केही भगवान शत्रु होई पारंती नाही एवं तथाकथित शत्रु मध्य तांकर कोनसी क्षति करि परिबो नाही कारण से अजित अटंती तथापि जदि तांकर शुद्ध भक्त शत्रु भली तांको प्रहार करे बा भर्षण करे सेतिरे से आनंद अनुभव करंती जदियो केही भगवान कोठारू श्रेष्ठ नहंती तथापि भक्त तांको ठारू श्रेष्ठ हैला परी कथावार्ता होई पारे एई परी भगवान खूब आनंद अनुभव करंती एथिरे या भगवान भक्त प्रति एक दिव्य अति गूढ़ बा गहनतम व्यवहार अटे जो माने भगवान भक्त नुहंती भक्ति तत्व संबंध रे जो माने कोनसी ज्ञान नाही से माने ए व्यवहार रो रहस्य किछि बुझी पारंती नाही किंतु भीष्मदेव एक साहसी योद्धा रूपे अभिनय करथिले एवं से जानि सुनि भगवान श्री विग्रह को तांकर बाण द्वारा क्षतविक्षत करथिले एवं जेपरि एक साधारण लोकन को जणा जीव जे भगवान क्षतविक्षत होई गले किंतु वास्तव रे ए सब अभक्त बा नास्तिक मानन को भ्रमित करिया पई करा जायतिला भगवान दिव्य विग्रह कौनसी प्रकार क्षति विक्षत होई न पारंती तथापि भक्त कदापि भगवान को माने भगवान को शत्रु भावी पाइबो नाही कारण यह हेछि भक्त एवं भगवान को मध्य वीर रसर आस्वादन जायछि एवं भगवान माने कोन हेछि भक्त एवं भगवान को मध्य जो एक आदान प्रदान होइछि एटा गोटे पद्धति हेछि एवं भगवान भक्त उभय मध्य ए प्रकार व्यवहार जे होइछि या द्वारा दुई जन भक्त एवं भगवान उभय महिमान्वित होती भगवान एपरी रागी जाइतिले जे से जेतेबेले भीष्मदेव आड़ को दौड़ी आसिले सेतेबेले अर्जुन तांको अटेबा को चेष्टा करिसेंती किंतु अर्जुन को होइबा सत्य भी से भीष्मदेव तांको आड़ को धाई आछंती जेपरि एक प्रेमिक तार प्रेमिका आड़ को कोनसी बाधा विघ्न न मानि धाई आसे ठीक सेपरि भगवान भीष्मदेव आड़ को धाई आसिथिले बाहर जना पड़ुतला जे जेपरि भगवान विष्णु को विनाश करबा उद्देश्य रे प्रधानित या जाइछंती किंतु वास्तव रे भगवान को ए प्रकार क्रिया तांको अर्थात भीष्मदेव को आनंद प्रदान करबा निमित्त तेणु सर्वशेष रे पितामह भीष्म कहिसंती जे हे मुकुंद हे सर्वेश्वर आप स्वभवतु आपण को निकट मोर मन ए परमेश्वर मुकुंद को निकट रे परमेश्वर कृष्ण को पाखरे मोर मति रहो बा मु तांको परम गति लाभ करे स्वभवतु मे भगवान गतिर मुकुंद हरे कृष्ण प्रभु दंडवत प्रणाम एठी आज मु रखुची प्रभु मुद्राजे मते क्षमा कर देबे प्रभु हरि बोल हरि बोल बहुत बहुत धन्यवाद माता जी बहुत बहुत धन्यवाद मम्मा हरे कृष्ण भक्तर प्रभु दंडवत प्रणाम भद्राचार्य प्रभु दंडवत प्रणाम हरे कृष्ण प्रणाम शुभ नहीं प्रभु जी शुभ नहीं शुभ नहीं क्लियर प्रभु जी धन्यवाद के खाली शुभ नहीं मेरे नेट प्रॉब्लम हो बहुत सुंदर
हरे कृष्ण पद्मपाणी गौर प्रभु कहतु हरे कृष्ण देवानंद प्रभु हैंड्रेस करछन कोन कहबे प्रभु जी दंड प्रणाम मो माता जी कहते सेटा सब तो ठीक अच्छी कि मत कान ठेकिला कि कहले सब कथा जमीका भक्त माने भक्त कि माने जे रथ चक नहीं जे ये माने ये उत्तेजित होकर आड़ को धाई गले भीष्म कहते माने कृष्ण एवं सी कहते माताजी कहले जे भक्तों सी गले भीष्म भी तो भक्त तेणु भीष्म भक्त परवर्ती काल कहले सी किंतु सेटा बोधे मत लगे माने धर्म संस्थापनायार्च संभव आम जुगे जुगे से धर्म संस्थापन करने कि भगवान भगवान जोटा भल हम अर्जुन भक्त से बोधे सपोर्ट कर भक्त कहले यही कथा टे क्लारिफिकेशन मुझे चाहूली प्रभु जी पाखर रेणुका माताजी कहतु हरे कृष्ण प्रभु आपण कहते जे भगवान कहीं पितामह भीष्म आड़ को सर माने पितामह भीष्म को कहीं सरविद्ध कले तो यहाँ कहते तो कहीं कले ना कौन प्रश्नटा बुझी पारे कथा अस्त्र धरले बुझंतु माताजी अर्जुन होचंती भक्त एवं एपटे भीष्म होचंती भक्त कहवा तात्पर्य दी जनकर सुरक्षा यहाँ कहते कौन से कहते धर्म संस्थापनार्थाय संभवामि जुगे जुगे ये दृश्यटी प्रतिपाद्य विषय वस्तु भगवान जो भक्त समन्वयटा से पचार कौन ये से जानवा चाहते हरे कृष्ण स्वयं पितामह भीष्म ये दृश्य को देखिया चाहिए भगवान जो कवच भांगी जीवा सरविद्ध हवा एटा पितामह भीष्म देखिया चाहिए एवं एठी भक्त एवं भगवान दी जन महिमान्वित होचंती एभलिया काम करिकी एटा एटा एठी किंतु दिव्य कर्म चलची प्रभु एटा देखौचंती जो माने भक्त नुहे से कवच भांगी पडुची रक्त बाहरुची भगवान विव्रत हो जाउचंती अर्जुन गोड़ धरुची ए जे सब व्यवस्था एगुडा पितामह भीष्म अर्जुन को पाई नुहे एटा होची दुर्योधन को पाई थिला घटनाटा किंतु प्रकृतर हेची कोन से जो अस्त्र लागिची तांको देहरे चिन्मय तांको देह तो चिन्मय ना प्रभु सेठु रक्त बाहरी बने किंतु दुर्योधन साथी मान को देखिया पाई दुर्योधन को उत्साहित करिया पाई युद्ध रे से जो ये ही जाइथिले ना म्यमान हे पड़थिले सेथि पाई आ धर्मर संस्थापन तो हेई जाइछि प्रभु जेते बेले भगवान कृष्ण जाए को पाखो को जेते अर्जुन जाइथिले ना जे साहाय्य नबा पाई सेते बेले भगवान सेते बेले कहिथिले जे मोर तमे नारायणेश्वर गोटे पोखरे होछि मु रहिबी तो अर्जुन क्या को बाछी कृष्ण को बाछी ना तो सेते बेले किंतु अर्जुन विजय हो जाइए एटा खाली देख माने धर्मर संस्थापन ना एठी होची जने भक्त को महिमान्वित करबा ए भीष्म स्तुति रे होची भीष्म काहे की स्तुति करूचंदी तांकर उद्गार कोन पाई तांकर उद्गार होची से जे भगवान केमिति तांकर भक्त को महिमान्वित करिसंती सेटा को देखा जाय छी एटा मेन थीम होची एटा माताजी आज्ञा भल कहले बहुत सुंदर कथा अर्जुन प्रति पद्मपाणी गुरु प्रभु कहले कथाटी हूँ अर्जुन प्रति पक्षपातिता पूर्ण एवं भीष्मदेव प्रति शत्रुता पूर्ण एठी प्रतीत होउछि भगवान कौन करछंती वास्तव में भगवान प्रधान भक्त भीष्मदेव प्रति विशिष्ट कृपा प्रदर्शन करने निमित्त संघटित होइतला ए जिनसटी एटा प्रभाव कहउछंती डायरेक्ट एटा होची ए घटनार आश्चर्यजनक स्वरूप यह अटे जे भक्त भगवानंकर माने कोन शत्रु रूपे अभिनय करी मध्य भगवान को प्रेम करिबारे बा तांको संतुष्ट करि पारे प्रेम मतलब संतुष्ट करि पारे प्रभुपाद कहउछंती भगवान अद्वय होइतिबा जको तांकर भक्त माने कोन शुद्ध भक्तंक ठारू शत्रु रूप में सेवा ग्रहण करि पारन एला भगवान इच्छा एठी
ଏଠି ଭକ୍ତ 2 ଜଣ ଥିଲେ। ଦେବାନନ୍ଦ ପ୍ରଭୁ ଯେଟା କହୁଛନ୍ତି ଏଠି ଅର୍ଜୁନ ବି ଅଛନ୍ତି, ଏପଟରେ ଅଛନ୍ତି କିଏ ନା ଭୀଷ୍ମଦେବ ଅଛନ୍ତି। କିନ୍ତୁ ପ୍ରତିଜ୍ଞା ଏଠି ଭଗବାନଙ୍କର ଇଏଟା ହଉଛି ଭଗବାନଙ୍କର ଶତ୍ରୁ ମାନେ ଏଠି କଣ ନା କୌଣସି ମାନେ 2 ଜଣଙ୍କୁ ସମାନ କୃପା ପ୍ରଦର୍ଶନ କରିଛନ୍ତି ଅର୍ଜୁନ ପ୍ରତି ଏବଂ ତାଙ୍କର ଇଚ୍ଛା ନା ପ୍ରଥମ ଆଗେ କହିଥାନ୍ତି ନା ଏଇ ଯେ କୁରୁକ୍ଷେତ୍ର ଯୁଦ୍ଧ ନିୟମଟା ଅନୁଯାୟୀ ଏଟା ଗୋଟେ କଣ ନା କ୍ରୀଡ଼ା ମନୋବୃତ୍ତି ପୂର୍ବକ ହେଇଥିଲା। କ୍ରୀଡ଼ା ମନୋବୃତ୍ତି ପ୍ରଭୁପାଦ କହିଛନ୍ତି ପ୍ରଥମେ ଏଟା କ୍ରୀଡ଼ା ମନ ଆନନ୍ଦ ଦେବା ପାଇଁ ଭକ୍ତଙ୍କୁ ଆନନ୍ଦ ଦେବା ପାଇଁ। हरे कृष्ण प्रभु मु तो एटा कहूची तो एटा तो प्रथम रो कहूची जे भगवान एटा कहूची जे पितामह भीष्मंकर प्रतिज्ञा को रक्षा करिबा एवं अर्जुनंकर शरीर को रक्षा करिया पई भगवान रथर चक्र मु तो एटा प्रथम रो कहूची ए कथा तो ना ना देवानंद प्रभु एटा चाहुचंती एटा कथाटा ए कथाटी अन्नमन एटा होची भक्त प्रति कृपा हिची क्षमा करिबा माताजी मते बहुत सुंदर लागुची भागवतमर प्रति सोपान ऊपर दृष्टि निक्षेप करिबा हमर तो दृष्टि मो कथा कहूची हमर दृष्टि बहुत तळे रुहे माने दृष्टि गुडी को ठीक ठीक श्रीपाद मधुसूदन प्रभु कोन कहबे श्रीपाद मधुसूदन प्रभु कोन कहबे एबे आपण माने धर कथा सुनि पारुचंती आज्ञा आज्ञा प्रभुजी हां कोन प्रभुजी चलो समस्ते म्यूट करंतु कथा होची धर्म कौन भगवान धर्मटा कौन भगवान धर्म हूँ भक्त को सर्वत भाव रक्षा करवा जोटा माताजी कहते गोटे पटे कहते प्रतिजानी ही नमे भक्त्या पुत्र तुम जाके समस्त को कह भक्त कौन से विलास भाव मुझे करने देवी এটা হলো মোর পরম ধর্ম ये परम ये माने परम भक्त अन्य पटे और दुर्योधन पाखरे जे मो आगामी काली मु निश्चित भाव पांडव मान को वध करबी किंतु जते बेले द्रौपदी अखंड सौभाग्यवती आशीर्वाद प्राप्त होइजती तेणु आउ तो पांडव मान को वध करवा प्रश्न उठुनी तेणु भगवान से देखिले तथापि दुर्योधन को देखा समस्त चेष्टा कर पांडव मान को मारिया किंतु भगवान कौन कर प्रकृत पक्षरे स्वर भीष्मंकर जो स्वर एकदम भ्रष्ट हो जाउची माने तीर जी एपटू आसुची ताले भगवान अन्य पटे नहीं जाउछन्ते इटा भी तो अन्याय बुझिबार लगे अच्छा एभली कांड रह मु भी तते आज छाड़ीबी बुढ़ा रागी जाइछि आज ताले सारथी को मारिबाटा उचित नुहे उचित नुहे तथापि कौन कर भीष्म भगवान श्रीकृष्ण स्वर निक्षेप कर कारण प्रत्येक स्वर जोटा कि अर्जुन को विद करने पठे ये भीष्मदेव प्रत्येक स्वर लक्ष्य भ्रष्ट बुझिबार लगे माने अर्जुन देहरे गोटे आंच देवाई भी सुजोग देना तापर ये रागी हो तोते मु मारनी आज तोते मु सर्वक्षेप करी एपटे तो कर भगवान भगवान कौन कर अर्जुन को रक्षा करने भीष्म को वध करने प्रतिज्ञा भंग कर रथर चका आड़ को सिंह विक्रम दौड़ी उत्तरीय पड़ जाए बुझे पूर्व अर्जुन धरुंच प्रभु 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 आपण प्रतिज्ञा करिसेंती कोन अब आपण लोक माने कोन कहिबे भगवान मने मने भाबछिन रख छाड़ी दे मते रख प्रतिज्ञा कर से क्या करूची मुझे मोर पापर था मुझे शांत पुत्र स्पाइक गुरुजी बापो एटा तो अर्जुन
ପ୍ରତିଜ୍ଞାବଦ୍ଧ ଏପଟେ କୃଷ୍ଣ ଭାବୁଛନ୍ତି ଅରେ ଭକ୍ତ କେମିତି କୋଟି ଏଇ ଜନ୍ମର କିଏ ମତେ କହୁଛି ନନ୍ଦନନ୍ଦନ ତ କିଏ କହୁଛି ମତେ ବସୁଦେବ ମାନେ ବାସୁଦେବ କିଛି ଅସୁବିଧା ନାହିଁ ମୋର ତ ମୋ ବାପର ଠିକଣା ନାହିଁ ଏକଦମ ତୋର ପ୍ରତିଜ୍ଞା ଭଙ୍ଗ କଲେ ବି ଚଳିବ ଭଗବାନ ଏପଟେ ପରମ ଭକ୍ତ ତାଙ୍କର ପ୍ରତିଜ୍ଞା କରିବା ପାଇଁ ଭୀଷ୍ମଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଦୌଡୁଛନ୍ତି ଭୀଷ୍ମ ଯୋଉ ରୂପଟାକୁ ଦେଖିବାକୁ ଚାହୁଁଥିଲେ ଚାହୁଁଥିଲେ ଯେ ତାଙ୍କର ପ୍ରତିଜ୍ଞା ଭଙ୍ଗ କରିବେ କୃଷ୍ଣଙ୍କର ସେ କଥାଟାକୁ ରକ୍ଷା କରିଛନ୍ତି ଅନ୍ୟପଟେ ଅର୍ଜୁନଙ୍କର ମାନେ ପ୍ରାଣ ମଧ୍ୟ ରକ୍ଷା କରିଛନ୍ତି ଏବଂ ଅନ୍ୟପଟେ ଭୀଷ୍ମଦେବ ଦୁର୍ଯ୍ୟୋଧନକୁ ପୁରା ଏକଦମ ବିଶ୍ୱାସ ଦଉଛନ୍ତି ଯାକ ମୁଁ ମାରିବା ପାଇଁ ପୂର୍ଣ୍ଣ ଚେଷ୍ଟା କରିଛି ବୁଝିପାରିଲେ କି ତ ଭଗବାନ ଭକ୍ତ ମାନଙ୍କୁ ଆନନ୍ଦ ଦେବା ତାଙ୍କୁ ସୁରକ୍ଷିତ ରଖିବା ତାଙ୍କର ପ୍ରତିଜ୍ଞାକୁ ସୁରକ୍ଷିତ ରଖିବା ତାଙ୍କର ଅଙ୍ଗକୁ ସୁରକ୍ଷିତ ରଖିବା ତାଙ୍କର ଜୀବନକୁ ସୁରକ୍ଷିତ ରଖିବା ଏ ସବୁ ଗୁଡାକ ହଉଛି ଭଗବାନଙ୍କ ପାଇଁ ପରମ ଧର୍ମ ଧର୍ମ ସଂସ୍ଥାପନାର୍ଥାୟ ଆମର ଧର୍ମ ହଉଛି ଭଗବାନଙ୍କ ସେବା କରିବା ସବେ ପୁଂସାମ ପରୋ ଧର୍ମ ଏତ ଭକ୍ତିର ଧକ୍ଷ ଯେ ଭଗବାନଙ୍କର ପରମ ଧର୍ମ ହଉଛି ଭକ୍ତଙ୍କୁ ରକ୍ଷା ମାନେ ଭକ୍ତଙ୍କର ପ୍ରତିଜ୍ଞାକୁ ନିଜର ପ୍ରତିଜ୍ଞା ପ୍ରାପ୍ତି ଦେବା ପରେ ବି ଭଗବାନ ଭକ୍ତ ଆଜ୍ଞା ଆଜ୍ଞା ବୁଝିବା ଏଇଟା ଭଗବାନଙ୍କ ପାଇଁ ପରମ ଧର୍ମ ବୁଝିପାରିଲେ ପଦ୍ମପାଣି ପ୍ରଭୁ କଣ କହିବେ କୁହନ୍ତୁ ନାଇଁ ପ୍ରଭୁ ଆପଣ ଯାହା କହିଲେ ଧନ୍ୟବାଦ ପ୍ରଭୁଜୀ ସେଇଟା ହିଁ କଥା କହିଥାନ୍ତି କିନ୍ତୁ ଭଗବାନଙ୍କର ସର୍ବୋତ୍ତମ ଇଚ୍ଛା ଥିଲା ଉଭୟଙ୍କର ମାନେ ଭକ୍ତଙ୍କୁ ସୁରକ୍ଷା ଦେବା ଅର୍ଜୁନକୁ ସୁରକ୍ଷା ଦେବା ପ୍ରଥମ ପ୍ରାଥମିକତା ଦ୍ୱିତୀୟରେ ହଉଛି ଭକ୍ତର ପ୍ରତିଜ୍ଞା ରକ୍ଷା କରିବା ଅର୍ଥାତ୍ ଭୀଷ୍ମଦେବ ଯେତେବେଳେ କହିଥିଲେ ଯେ ମୁଁ ଆପଣଙ୍କୁ ଅସ୍ତ୍ର ଧରେଇ ନେବି ଇଏ କହିଲେ ମୁଁ ଅସ୍ତ୍ର ଧରିବିନି ସେ କହିଲେ ମୁଁ ଧରେଇ ନେବି ତେଣୁ ଯେହେତୁ ଭୀଷ୍ମଦେବ ହଉଛନ୍ତି ଭଗବାନଙ୍କ ମଧ୍ୟ ଜଣେ ଭକ୍ତ ତେଣୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବା ପାଇଁ ମଧ୍ୟ ସେ ଅସ୍ତ୍ର ଧାରଣ କଲେ ଚକ୍ର ନେଇକି ସେ ଗଲେ ଏଇ କଥା ଆପଣ ଯେଟା କହିଲେ ସେଇ କଥାଟା ମୁଁ କହିଥାନ୍ତି ପ୍ରଭୁଜୀ ତେଣୁ ଉଭୟଙ୍କୁ ରକ୍ଷା କରିବା ପାଇଁ ଉଭୟଙ୍କ କଥାଟାକୁ ରକ୍ଷା କରିବା ପାଇଁ ଧର୍ମଟାକୁ ଭଗବାନଙ୍କ ଧର୍ମଟାକୁ ନିଭେଇବା ପାଇଁ ସେ ଅସ୍ତ୍ର ଧରିଥିଲେ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ଆଉ ଗୋଟେ ଆଗାମୀ କାଲି ଆଲୋଚନା ହବ ମାତାଜୀ ଆଲୋଚନା କରିବେ ଏଠି ଗୋଟେ ଶବ୍ଦ ରହିଛି ତାପରେ ବିଜୟର କୁଟୁମ୍ବ ମାନେ ଗୋବିନ୍ଦ ମହାରାଜ ଶୁଣିଥିଲି ଯେ କୁଟୁମ୍ବ ମାନେ କଣ ଯିଏ ନିଜର ପରିବାରକୁ ଉପାୟ ଅବଲମ୍ବନ କରିକି ମଧ୍ୟ ଯେ ରକ୍ଷା କରିଥାଏ ବୁଝିପାରିଲେ କି ଯେମିତି ଦେବକୀଙ୍କୁ ରକ୍ଷା କରିବା ପାଇଁ ସେ କଣ ଯାହା ବିଭାଗ ଦେବକୀର ପ୍ରାଣ ରକ୍ଷା କରେ ତାକୁ ସେ କଣ କହିଛନ୍ତି କଂସକୁ ସେ ଚିନ୍ତା କରନା ମୁଁ ସବୁ ପୁଅ ମାନଙ୍କୁ ଦେବି ସେ ସବୁ ପୁଅ ମାନଙ୍କୁ ଦେଇଛନ୍ତି କି ତାଙ୍କ ସପ୍ତ ଗର୍ଭର ସନ୍ତାନକୁ ଦେଇଛନ୍ତି କି କୃଷ୍ଣ ଦେଇଦେଲେ ଏଠି ମିଛ କହିନାହାନ୍ତି ନିଶ୍ଚିତ ଭାବରେ ମିଛ କହିଛନ୍ତି ବୁଝିପାରିଲେ କି ତ ସେଇ ହିସାବରେ ଏଟା ଭଗବାନ ଭଗବାନଙ୍କୁ ରକ୍ଷା କରିବା ପାଇଁ କାରଣ ତାଙ୍କର ଭକ୍ତମାନେ ହଉଛନ୍ତି ତାଙ୍କର କୁଟୁମ୍ବ ବୁଝିପାରିଲେ କି ଅବଲମ୍ବନ କରିକି ଭକ୍ତମାନଙ୍କୁ ରକ୍ଷା କରିବା ପ୍ରତିଜ୍ଞା ଭଗବାନ ଗ୍ରହଣ କରିଛନ୍ତି ଯେତେବେଳେ ଜରାସନ୍ଧ ସାଥିରେ ଭୀମର ଯୁଦ୍ଧ ହଉଛି ସେଠି ଭଗବାନ ଭୀମଙ୍କୁ ଯିବାର କୌଣସି ପ୍ରয়োଜନ ନଥିଲା କାରଣ ସେ ଅର୍ଜୁନଙ୍କର ଯୁଦ୍ଧ ହଉଛି ଅର୍ଜୁନ ରାଗି ଯାଇଛନ୍ତି ଭଗବାନଙ୍କ ଉପରେ କାହିଁକି ଏମିତି କହିଲେ ପୁଣି ଯେତେବେଳେ ମାନେ ଭଗବାନ ଦୁର୍ଯ୍ୟୋଧନକୁ ମାରିବା ବେଳେ ସେ କଣ କରିଛନ୍ତି ଦୁର୍ଯ୍ୟୋଧନକୁ ମାରିବା ବେଳେ ତାଙ୍କର ଯୋଉ ମାନେ ଜଙ୍ଘ ଉପରେ ହାତ କରୁଛନ୍ତି ଭୀମ ଏବେ ପକ୍ଷ ରହୁଛନ୍ତି
କୁଟୁମ୍ବ କୁଟୁମ୍ବ ଶବ୍ଦର ଅର୍ଥ ହଉଛି ଉପାୟରେ ମଧ୍ୟ ହେଲେ ବି ଦରକାର ପଡେ ତାହେଲେ ଭକ୍ତଙ୍କୁ ରକ୍ଷା କଣ କହିବେ କୁହ? ଆଜ୍ଞା ହଁ ପ୍ରଭୁଜୀ ଆପଣଙ୍କ କଥାଟା ନେଟ୍ ଟିକେ ପ୍ରୋବ୍ଲେମ ହଉଛି ଯାହା ବି ମୁଁ ଶୁଣା ଯାଇଛି ଅଳ୍ପ ଟିକେ କିନ୍ତୁ କଥା ହଉଛି ଯେ ତାହେଲେ ଭକ୍ତ ମାନଙ୍କର ଗ୍ରେଡେସନ ଅଛି ଭକ୍ତ ମାନେ ଧରନ୍ତୁ ଭକ୍ତ ମାନଙ୍କର କଥାରେ ଯେ କହୁଥିଲେ ଗୋଟେ ଗପ କଣ ଅଛି ମୁଁ ଶୁଣିଥିଲି କେବେ ଯେ ପଚାରିଲେ ନାରଦ କହିଲେ ମୁଁ ହଉଛି ବଡ ଭକ୍ତ ଭଗବାନ ସେଇଟାକୁ ଦେଖେଇଥିଲେ ତାଙ୍କର ଡାଏରୀ ଅଛି ମାନେ ଏମିତିକା ଗୋଟେ ପ୍ରବଚନରେ ଶୁଣିଥିଲି ଦିଟା ଡାଏରୀ ଅଛି ଗୋଟେ ଡାଏରୀରେ ତାଙ୍କ ନିଜ ଲୋକ ଯେ ତାଙ୍କ ନାମ ସବୁ ଲେଖା ଅଛି ବୋଲେ ସେଇ ଡାଏରୀଟା ଦେଖ ସେଇ ଡାଏରୀରେ କାହା କାହା ନାମ ଲେଖା ଅଛି ନା ଏମିତିକା ଗୋଟେ କଣ ପ୍ରଭୁ ଆପଣ ଯଦି ଜାଣିଥିବେ କହିବେ ତ ସେଇଟା ମୁଁ ଭାବୁଥିଲି ଯେ ଅର୍ଜୁନ ହଉଛନ୍ତି ଗ୍ରେଡ୍ 1 ଭକ୍ତ ତେଣୁ ସେଇଟା ଗ୍ରେଡେସନରେ ବୋଧେ ମତେ ଲାଗିଲା ଭୀଷ୍ମ ବୋଧେ ଗ୍ରେଡ୍ ଟିକେ ତଳକୁ ଓହ୍ଲେଇଯିବେ ନା କଣ ସେଇ କଥା କହୁଛି ପ୍ରଭୁଜୀ ଆପଣ ଟିକେ ବ୍ୟାଖ୍ୟା କରି କହିବେ। କଥା ହଉଛି କଣ ନା ଭୀଷ୍ମଦେବ ତାଙ୍କର ରସରେ ସେ ଗ୍ରେଟ୍ ଅର୍ଜୁନ ତାଙ୍କ ରସରେ ଗ୍ରେଟ୍ ସ୍ୱଚ୍ଛ ରସରେ ହଉଛନ୍ତି ଗ୍ରେଟ୍ ଏବଂ ବୀର ରସରେ ମାନେ ଇଏ ହଉଛନ୍ତି ଗ୍ରେଟ୍ କିନ୍ତୁ କଥା ହଉଛି କଣ ନା ଭଗବାନ ଏଇଟା ବି ଜାଣିବାକୁ ଚାହୁଁଛନ୍ତି ତୁମେ ଯେତେ ବଡ ଭକ୍ତ ହୁଅନି କାହିଁକି ତୁମେ ଯେତେ ବଡ ବୀର ହୁଅନ୍ତି ନା କାହିଁକି ତୁମେ ଯେତେ ବଡ ଜଗତକୁ ମାନେ ଏଇଟା ଜଣେ ଯେତେ ବଡ ଭଗବାନ ଅଧର୍ମର ଏଇଟା ଗୋଟେ ଦେଖେଇଛନ୍ତି କିନ୍ତୁ ସେଇ ସଙ୍ଗେ ସଙ୍ଗେ ଯେହେତୁ ତାଙ୍କର ଭକ୍ତ ନିଜ ପ୍ରତିଜ୍ଞା ଭଙ୍ଗ କରିକି ଭୀଷ୍ମଙ୍କର ପ୍ରତିଜ୍ଞାକୁ ରକ୍ଷା କରିଛନ୍ତି ଏବଂ ଶେଷରେ ଭୀଷ୍ମ ଯୋଉ ଚାହିଁଥିଲେ ମୃତ୍ୟୁ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଉପସ୍ଥିତ ହୁଅନ୍ତୁ ତାଙ୍କୁ ଦର୍ଶନ କରିବାକୁ ଚାହୁଁଛି ସେ କଥା ବି ଭଗବାନ ରକ୍ଷା କରିଛନ୍ତି ଗ୍ରେଡେସନ ତ ଅଛି ବୁଝିପାରିଲେ କି ସମସ୍ତ ଯେତେ କୁହାହଉଛି ଯେତେ ପ୍ରକାର ଭକ୍ତ ଅଛନ୍ତି ଗୋପୀ ମାନେ ଅଛନ୍ତି ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ଏଇ ଯୋଉ ଗୋପୀ ସେଠି ଗୋଟେ ଗୀତ ଗାଇଛନ୍ତି ପ୍ରଭୁଜୀ ଟିକେ ଶୁଣାଯାଉନି ଆପଣ ଭିଡିଓଟା ଅଫ୍ କରିଦେଇ କୁହନ୍ତୁ ପ୍ରଭୁଜୀ ଆପଣ ଭିଡିଓଟା ଅଫ୍ କରିଦେଇ କୁହନ୍ତୁ। ଗୋଟିଏ ସେକେଣ୍ଡ ଖାଲି ଟିକେ ଅପେକ୍ଷା କରନ୍ତୁ 108 ଭକ୍ତି ବିନୋଦ ଠାକୁର ଗୋଟେ ଗୀତ ଲେଖିଛନ୍ତି ହଁ শতকোটি গোপী মাধব মন রাখিতে নারীল করি যতন শতকোটি গোপীଙ୍କ ସାଥିରେ ଭଗବାନ ବିଳା କରୁଛନ୍ତି କିନ୍ତୁ ସେମାନେ ବହୁତ ପ୍ରକାର ଯତ୍ନ କରିବା ପରେ ମଧ୍ୟ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ମନକୁ କିଣି ପାରୁନାହାନ୍ତି ବେଣୁ ଗୀତେ ଡାକେ ରାଧିକା ନାମ ଏସୋ ଏସୋ ରାଧେ ଡାକେ ଶ୍ୟାମ ତାର ଯେହେତୁ ରାଧାରାଣୀ ସେଠି ନାହାନ୍ତି ତେଣୁ ଭଗବାନ ଶ୍ରୀକୃଷ୍ଣ ବେଣୁ ସ୍ମରଣ ମାଧ୍ୟମରେ ରାଧିକାଙ୍କୁ ଡାକୁଛନ୍ତି ଯେ ରାଧିକେ ତୁମେ ଆସ ତାପରେ ଯେତେବେଳେ ଆସିନାହାନ୍ତି ରାଧାରାଣୀ ଭାଙ୍ଗିଆ ଶ୍ରୀରାସ ମଣ୍ଡଳ ତବେ ରାଧା ଅନ୍ୱେଷଣେ ଚଲଏ ଜରେ ଯେତେବେଳେ ଦେଖିଲେ ଯେ ରାସ ଭଙ୍ଗ କରିକିରି ଗଲେ ରାସମଣ୍ଡଳକୁ ତ୍ୟାଗ କଲେ ଏବଂ ରାଧିକାଙ୍କର ଅନ୍ୱେଷଣ କଲେ ଦେଖା ଦିଆ ରାଧେ ରାଖୋ ପ୍ରାଣ ବୋଲିଆ କାନ୍ଦଏ କାନନେ କାନ ହେ ରାଧାରାଣୀ ମତେ ଦେଖା ଦିଅ ମୋର ପ୍ରାଣକୁ ରକ୍ଷା କର ବୋଲି କାନ୍ଦୁଛନ୍ତି ଜଙ୍ଗଲ ଭିତରେ ଭଗବାନ ଶ୍ରୀକୃଷ୍ଣ ନିର୍ଜନ କାନନେ ରାଧାରେ ଧରି ମିଳିଆ
पुराण जुड़ाए हरि बोले तुहु बिना कहार रास तुहु लागे मोर ब्रज विलास एहन राधिका चरण तले भगवती विनोद कांदिया तुआ गुण माझे आमारे गणी कि करिया ताको आप तो निश्चित भाव जिते प्रकार भक्त अच्छा गोपी मान श्रेष्ठ किंतु गोपी मान अपेक्षा राधाराणी श्रेष्ठ बुझिपारे लगे तो जमी भक्त मैंने कौन करती जमी कृष्ण कुटुंब से कौन से कौन से भाव भक्त रक्षा करती भक्त कौन करती श्लोक रही से श्लोक जे श्लोकटा पापम परिपरे माम अनादृत्य जे धर्मम पाप स्यात् मत प्रभाव माने मो पई यदि भक्त माने पाप भी करन मोर प्रभाव रे सेटा पुण्य रे उदाहरण से हनुमान पड़े भल जिनिस आपण जे जे तो ना काई कि आपण पापी बोली कहबे ना लोक ना पाप काम हो गला काई घर जळेले किंतु पूरा लंका जळे देले हनुमान सेति पई ताकू कोन केस लागी पुलिस केस हेत लागी अर्जुन समस्त माने समस्त को मारिले 100 मारि पूरा माने भीम दे भीम तो मां मन निमित्त कृतम पाप भगवान को इच्छा अनुसार जो पाप करितनी तेणु सेटा पुण्य भगवान को प्रभाव से पुण्य कर्म रे परिणत होइछि माम अनादित्य जे धर्मम कृष्ण को अनाथ यदि कौन व्यक्ति भावु था मु धर्म करुच्ची भक्त मैंने केतबेले केमती बड़ निष्ठर उदाहरण दियंती युधिष्ठिर महाराज उदाहरण दियंती युधिष्ठिर महाराज भगवान कहले अरे कुह अश्वत्थामा हत ये कौन कहले ना मु धर्मपुत्र युधिष्ठिर सत्यसंध युधिष्ठिर मु मिछ कहबी आज्ञा आज्ञा प्रभु जी हरे कृष्णा हरे कृष्ण प्रभु जी शुणिया पाउछंती हरे कृष्णा प्रभु शुभुची आज्ञा भद्रचर प्रभु कौन कहले कौन कहले भगवान कृष्ण मानिले तापर जतले भगवान पीड़ा तो सामा कौन से कथा तो लरोजी गज ना कोडे गज को लरोज ये कोइजन संभव और किसी मुहूर्त पे युधिष्ठिर महाराज को स्वर्ग दर्शन करने पड़े ये भूल पाई तेणु भगवान को ऊपर वृद्धि करवा भगवान को ऊपर मातपेट करवाटा कुछ अर्थ भगवान को अनादर करके जो लोक मैंने भावुता मो वैद्य धर्म पालन करा ठीक नुहे भक्त मान ठीक नुहे भगवान को ठीक नुहे जदि निजर भक्त नाना प्रकार धर्मर दुहाई दे बुझे कि भक्त को रक्षा करेंगे ओ शास्त्र कथा कही अरे भगवान को तो भगवान तो कहते यार धर्म को गोली मार धर्म पालन करने दरकार नहीं सर्वधर्मान परित्याज्य सब धर्म को परित्याग कर माम एकम शरण ब्रज मोर शरणागत तेणु भगवान चरण में शरणागत भगवान धर्म पालन करते परधर्म भक्त रक्षा करवा एवं अन्याय हो ये सर्वधर्मान परित्याग सर्वधर्म को परित्याग कर धर्मम चर पद
ଭକ୍ତ ମାନେ ଏଗୁଡା ମାନୁଛନ୍ତି ଭଗବାନଙ୍କ ପାଇଁ ଦରକାର ପଡିଲେ ଏଗୁଡା ବି ପିତା ମାତା ସନ୍ନ୍ୟାସୀ ବୁଝିପାରିଲେ କି ଭଗବାନଙ୍କର ଅନ୍ୟାୟ ଇଙ୍ଗିତକୁ ମଧ୍ୟ ରକ୍ଷା କରିକି ମାନେ କଣ କରୁଛନ୍ତି ଦୁର୍ଯ୍ୟୋଧନ ଜଙ୍ଗରେ ମାରୁଛନ୍ତି ଗୋଦା ବୁଝିପାରିଲେ କି ତେଣୁ ଭକ୍ତ ମାନେ ନିଜର ପରମ ଧର୍ମ ପାଳନ କରୁଛନ୍ତି ଏବଂ ଭଗବାନ ତାଙ୍କର ପରମ ଧର୍ମ ହରେ କୃଷ୍ଣ ଆଜ୍ଞା ବହୁତ ସୁନ୍ଦର ପ୍ରଭୁଜୀ ରେଣୁକା ମାତାଜୀ କିଛି କହିବା ପାଇଁ ଚାହୁଥିଲେ ହ୍ୟାଣ୍ଡ ରେଜ୍ କରିଥିଲେ କୁହନ୍ତୁ ମାତାଜୀ କହିବେନି ହରେ କୃଷ୍ଣ ଦଣ୍ଡବତ ପ୍ରଣାମ ମୁଁ ଏଥିରେ ବହୁତ ଭୁଲ କହିଛି ବୋଧେ ଆଉ ଭୁଲ ଯଦି କହିଥିବି ପ୍ରଭୁ ମତେ କ୍ଷମା କରିବେ ମୁଁ ତ ପ୍ରଭୁପାଦଙ୍କୁ ମୁଁ ତ ଏଇଠାରୁ ଦେଖିକି ମାନେ ମୋର ଯେତିକି ପାରିଛି ପ୍ରଭୁ ମୋ ନିଜ ଚେଷ୍ଟାରେ ମୋର ନିଜ ବୁଦ୍ଧିରେ ଆପଣ କାହିଁକି ଭାବୁଛନ୍ତି ଏଇଟା ରେଣୁକା ମାତାଜୀ ଆପଣଙ୍କ କଥା ଶୁଣନ୍ତୁ ଆପଣ ଭୁଲ କହିନାହାନ୍ତି ଆପଣ ଯେହେତୁ ଭଲ କହିଛନ୍ତି ମନ୍ଥନ ହେଇଛି ମନ୍ଥନ ଯେହେତୁ ଯଶୋଦା ଦେବୀ ଦଧି ମନ୍ଥନ କରିକିରି ସେଇଠି କଣ କରିଛନ୍ତି ଲହୁଣୀ ତିଆରି କରିଛନ୍ତି ବୁଝିପାରିଲେ କି ତେଣୁ ଆପଣ ଯେହେତୁ ଭଲ କହିଛନ୍ତି ତେଣୁ ଭିତରେ ଗୋଟେ ମନ୍ଥନ ହେଇଛି ଏବଂ ସେଥିରୁ କିଛି କିଛି ଲୋକମାନେ ଆସ୍ୱାଦ ରେଣୁକା ମା କେବେ ଭୁଲ କହନ୍ତିନି ମୋ ରେଣୁକା ମା କେବେ ଭୁଲ କହନ୍ତିନି ସେ ଠିକ କହନ୍ତି କିନ୍ତୁ ମା ମୁଁ ଗୋଟେ ପ୍ରଶ୍ନ ଏଠି କରୁଛି ପ୍ରଶ୍ନ ଗୋଟେ ଜାଣିବା ପାଇଁ ଚେଷ୍ଟା କରୁଛି ମୁଁ ଜାଣିନି ଏ ବିଷୟରେ ମୁଁ ଶୁଣିବା କଥାଟା କହୁଛି ଏ ଯୋଉ ଶ୍ରୀକୃଷ୍ଣ ଚକ୍ର ଧରିକି ଯୋଉ ଓହ୍ଲେଇ ଆସିଲେ ରଥରୁ ସେତେବେଳେ ମୁଁ କହିବି ଯେ ଅର୍ଜୁନଙ୍କ ପାଇଁ ପଳେଇ ଆସିଲେ କାରଣ ତା ଆଗରୁ ଅର୍ଜୁନକୁ ସେ ବୁଝେଇଥିଲେ ଯେ ଅର୍ଜୁନ କାଲି ଜୋରରେ ତୁମେ ତୀର ଛାଡିବ ଆଉ ଭୀଷ୍ମ ଦେବକୁ ତୁମେ ହତ୍ୟା କରିବ ମାନେ ତାଙ୍କ ଯୁଦ୍ଧରେ ହାରେଇବ କିନ୍ତୁ ଅର୍ଜୁନ ସେ ଶୁଣି ନଥିଲେ ଧୀରେ ଧୀରେ ମାରୁଥିଲେ ସର ସେଇ ଦୃଷ୍ଟିରୁ ଶ୍ରୀକୃଷ୍ଣ କହିଲେ ତୁମେ ଏମିତି କଲେ ତୁମ ପାଣ୍ଡବ ବଂଶକୁ ସେ ଧ୍ୱଂସ କରିଦେବେ ତୁମେ ଯିବ ନା ମୁଁ ନିଜେ ଯିବି ଏରକମ ଅର୍ଜୁନକୁ ଧମକେଇକି ରାଗିକି ସିଏ ଆମର ଗଙ୍ଗାପୁତ୍ର ଭୀଷ୍ମ ପାଖକୁ ସେ ଓହ୍ଲେଇ ଆସିଲେ ରଥରୁ ମୁଁ ଏଇଟା ଶୁଣିଥିଲି ମା ମତେ ଭୁଲ ବୁଝିବେନି ମୁଁ ଏଇଟା ଶୁଣିବା କଥାଟା ପ୍ରୟାସ କରିଦେଲି ହରେ କୃଷ୍ଣ ଆଗାମୀ କାଲି ସମୟ ବର୍ତ୍ତମାନ ଅତିକ୍ରାନ୍ତ ହେଇଗଲାଣି ଅଫିସ କରିବେ ତେଣୁ ଆଉ ବିଳମ୍ବ କରିବା ନାହିଁ ଆପଣ ଏଠି ରଖିଦିଅନ୍ତୁ ମାନେ ପ୍ରୋଗ୍ରାମକୁ ବିରୋଧ ଦିଅନ୍ତୁ ଯଦି ଆମେ ପ୍ରତ୍ୟେକ ତାହେଲେ ଯୋଉମାନେ ନିଜର ମୂଲ୍ୟ ପ୍ରଭୁ ଅଫିସ ଯିବାକୁ ପଡିବ ଆଜ୍ଞା ଆଜ୍ଞା ପ୍ରଭୁଜୀ ବର୍ତ୍ତମାନ ବିରାମ हरे कृष्णा कृष्ण कृष्ण हरि हरे राम 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 हरे कृष्ण 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 हरि हरे राम 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 हरे कृष्ण 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 हरि हरे राम अच्छा